57 57 ଏକ ପଦ ପଢିବା। ଧାର୍ମିକ ଲୋକ ବିନଷ୍ଟ ହେଉଅଛି ଓ ସେ ବିଷୟରେ କେହି ମନୋଯୋଗ କରୁନାହିଁ। ପୁଣି ଭକ୍ତ ଲୋକମାନେ ନିଆଯାଉଅଛନ୍ତି, ଧାର୍ମିକ ମାନେ ଯେ ଆସନ୍ତା ବିପଦରୁ ନିଆଯାଉଅଛନ୍ତି ଏହା କେହି ବିବେଚନା କରୁନାହିଁ। ଆମେନ୍, ହାଲେଲୁୟା। ଆମେ ଶୁଣୁଥିଲୁ ଆଉ ଦେଖୁଅଛୁ ମଧ୍ୟ କି ଆମେ ମାନେ ଶେଷ କାଳରେ ଶେଷ ଯୁଗ ମାନଙ୍କରେ ବାସ କରୁଛୁ। ବର୍ତ୍ତମାନ ଏହି ଜଗତର କୌଣସି ଭବିଷ୍ୟତ ଆଉ ନାହିଁ ଆଗକୁ। ସାରା ଜଗତ ସାରା ପୃଥିବୀ ବିନଷ୍ଟ ହେବାର ପରିସ୍ଥିତିରେ ଅଛି। ଏହା ସବୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନର ଚିହ୍ନ ବୋଲି ବାଇବେଲ ଆମମାନଙ୍କୁ ପ୍ରକାଶ କରେ। ଯଦି ଆମ ମାନଙ୍କର କିଛି କାମ ରହିଛି ଏହି ଜଗତରେ, ତାହେଲେ ତାହା କଣ? ନିଜକୁ ପ୍ରସ୍ତୁତ କରିବାର, ପ୍ରଭୁଙ୍କର ଆଗମନ ପାଇଁ, ସ୍ୱର୍ଗ ରାଜ୍ୟ ପାଇଁ ନିଜକୁ ପ୍ରସ୍ତୁତ କରିବାର, ଆଉ ସୁବିଧା ହେଲେ ଆଉ 4 ଜଣଙ୍କୁ ପରିତ୍ରାଣ ମଧ୍ୟକୁ ଆଣି ସେମାନଙ୍କୁ ଧରିକି ସ୍ୱର୍ଗକୁ ଯିବାର, এই ଦୁଇଟି କର୍ତ୍ତବ୍ୟ ଆମର ରହିଛି। ନିଜକୁ ରକ୍ଷା କରିବାର ଆଉ 4 ଜଣଙ୍କୁ ରକ୍ଷା କରିବାର, ନିଜକୁ ପ୍ରସ୍ତୁତ କରିବାର ଆଉ 4 ଜଣଙ୍କୁ ପ୍ରସ୍ତୁତ କରିବାର। ତାହା ବି ଯଦି ହେଉଛି ବୋଲି କହିଲେ, ଯଦି ଲୋକମାନେ ଆକ୍ସେପ୍ଟ କରନ୍ତି, ଗ୍ରହଣ କରନ୍ତି ଯଦି ସୁସମାଚାରକୁ, ତାହେଲେ ନହେଲେ ଲୋକମାନଙ୍କ ପଛରେ ଯିବାର ଦିନ ଗୁଡ଼ିକ ନୁହେଁ। ଏଟା ଲୋକମାନଙ୍କ ଦାଢି ଧରି, ଗୋଡ ଧରି, ହାତ ଧରିକି ଟାଣି ଆଣିବାର ଦିନ ଗୁଡ଼ିକ ନୁହେଁ। କାରଣ ବାଇବେଲ କହେ, ପ୍ରକାଶିତ ବାକ୍ୟ 22 ପଦ ଯଦି ପଢିବା, ପ୍ରକାଶିତ ବାକ୍ୟ 22 ପଦ, ଆଉ ସେ ମତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀ ସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ। এই পুস্তକର ଭାବବାଣୀ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ। ଆପଣ ଦେଖନ୍ତୁ, ପ୍ରଭୁ ଧନ୍ୟବାଦ ଦିଅନ୍ତୁ, ହାଲେଲୁୟା। କୋ ପୁସ୍ତକ? ପ୍ରକାଶିତ ବାକ୍ୟ ପୁସ୍ତକର ଭାବବାଣୀ। କି ଭାବବାଣୀ? ପ୍ରକାଶିତ ବାକ୍ୟର ଭାବବାଣୀ। ଆଉ ପ୍ରକାଶିତ ବାକ୍ୟର ଭାବବାଣୀ ଆମ ମାନଙ୍କୁ କଣ ଜଣାଏ? এই ଜଗତର ଭବିଷ୍ୟତ ଜଣାଏ। କି ବିପଦ ଜଗିଛି ତାହା ଜଣାଏ। କି ବିପଦ ଆଉ ବିନାଶ ମାଡି ଆସୁଛି ଜଗତ ଉପରକୁ ତାହା ଜଣାଏ। এই ଜଗତ ସାରା କେମିତି ଅନ୍ଧକାର ଶକ୍ତି ରାଜ୍ୟ କରିବାକୁ ଯାଉଛି ତାହା ଜଣାଏ। ଆଉ ତାହା ପୂର୍ବରୁ ଖ୍ରୀଷ୍ଟଙ୍କ ମଣ୍ଡଳୀ କେମିତି ସ୍ୱର୍ଗକୁ ନୀତ ହେଇଯିବ ତାହା ଜଣାଏ ପ୍ରକାଶିତ ବାକ୍ୟର ଭାବବାଣୀ। ଆଉ ଆମେ ପଢିଛୁ, କେହି ପ୍ରକାଶିତ ବାକ୍ୟର ଭାବବାଣୀକୁ ବନ୍ଦ କରିକି ରଖ ନାହିଁ। ଏଟା ବନ୍ଦ କରିବାର ସମୟ ନୁହେଁ, ଖୋଲିକି ପଢିବାର ସମୟ। ପ୍ରକାଶିତ ବାକ୍ୟରେ କଣ କଣ ଲେଖା ଅଛି ଯେ এই ଜଗତରେ ଯାହା ଅଛି ତାହା ସବୁ ବାଇବେଲରେ ହିଁ ଲେଖା ଅଛି ବୋଲି ଜାଣିକି ସେହି ବିଷୟ ପ୍ରତି ସାବଧାନ ହେବାର ସମୟ ଆସିଗଲାଣି। ପ୍ରକାଶିତ ବାକ୍ୟର ଗୋଟେ ଗୋଟେ ଭାବବାଣୀ ସଫଳ ହେବାକୁ ଆରମ୍ଭ ହେଲାଣି। ତେଣୁକରି ବନ୍ଦ କରିକି ରଖିଲେ ହେବନି। ଆଉ ପ୍ରକାଶିତ ବାକ୍ୟ ପ୍ରତି ଅଜ୍ଞ ଥିଲେ ହେବ ନାହିଁ, ନ ଜାଣିଲା ପରି ଥିଲେ ହେବ ନାହିଁ। ଆଜିକାଲିର ଦିନ, ଆଜିକାଲିର ସମୟ ବାଙ୍ଗଲା ଯକ୍ଷର ଗପ ଶୁଣିବାର ଦିନ ନୁହେଁ। ଅପକେଇ ପୁତ୍ରର କାହାଣୀ ଶୁଣିବାର ଦିନ ନୁହେଁ। ଆଜିକାଲିର ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଶ୍ଚର୍ଯ୍ୟ କର୍ମ, ସୁସ୍ଥତାର ଖବର, ସେହି ପ୍ରକାର ପ୍ରଚାର କି ବାଇବେଲର ଆଶୀର୍ବାଦ ପ୍ରତିକ୍ରିୟାର ବାକ୍ୟ ଶୁଣିବାର ଦିନ ନୁହେଁ। ଆଜିକାଲିର ଦିନ ପ୍ରକାଶିତ ବାକ୍ୟର ଦିନ ଆରମ୍ଭ ହେଲାଣି। ହାଲେଲୁୟା, ହାଲେଲୁୟା। ଏହା ବନ୍ଦ କରିକି ରଖ ନାହିଁ।
କାରଣ କାଳ ସନ୍ନିକଟ। ପ୍ରକାଶିତ ବାକ୍ୟର ଭାବବାଣୀ ସଫଳ ହେବାର କାଳରେ ସମୟ ମାନଙ୍କରେ ଆମେ ମାନେ ଅଛୁ। ତେଣୁକରି କଣ କର, ତଳେ ପଢ, ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧର୍ମାଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ହାଲେଲୁୟା। ଦେଖନ୍ତୁ, ଯଦି ବାଇବେଲ କହେ କି କାଳ ସମ୍ପୂର୍ଣ୍ଣ ହେଲାଣି, କାଳ ସନ୍ନିକଟ, ପ୍ରକାଶିତ ବାକ୍ୟର ଭାବବାଣୀର କାଳ ଆସିଲାଣି, ଶେଷ ଯୁଗ ଆରମ୍ଭ ହେଲାଣି, ମଣ୍ଡଳୀ ପଳାଇବାର କାଳ ଆସିଗଲାଣି ବୋଲି ଯଦି ବାଇବେଲ କହେ, ତ କଣ ଲେଖିବା କଥା ଥିଲା ତଳେ? କାଳ ହେଇଗଲା, ତେଣୁକରି ଶୀଘ୍ର ଯାଅ, ଆହୁରି ଗୋଟେ 4ଟା ଆତ୍ମା ଲାଭ କର, ଆଉ 4 ଜଣଙ୍କୁ ପ୍ରଭୁଙ୍କ ପାଇଁ ପାଇକି ଧରିକି ଆସ ବୋଲି କହିବାର ଥିଲା। ନା, ସେମିତି ଲେଖା ହେଇନି। କଣ ଲେଖା ହେଇଛି? ଯେହେତୁ କାଳ ସନ୍ନିକଟ ହେଲା, ଯେହେତୁ ବିନାଶ ମାଡ଼ି ଆସୁଛି, ଯେହେତୁ ମଣ୍ଡଳୀ ଉଠା ଯିବାର, ସ୍ୱର୍ଗକୁ ନୀତ ହେବାର ସମୟ ଆସିଗଲାଣି, ତୁମେ କଣ କର? ଯେ ଅଧର୍ମାଚାରୀ ସେ ତାକୁ ଅଧର୍ମାଚରଣ କରିବାକୁ ଛାଡ଼ି ଦିଅ, ତାକୁ ଡିଷ୍ଟର୍ବ କର ନାହିଁ, ତାକୁ ଟାଣି ଆଣିବାର ଚେଷ୍ଟା କର, ତାକୁ ଯେ ଯାହାର ଡିସିଜନ ଅନୁସାରେ ଚାଲୁଛି ତାକୁ ଛାଡ଼ି ଦିଅ ବସ୍। ଆଉ ନାହିଁ, ଆଉ ଆଗ ଭଳି ନାହିଁ। ଆଉ ପ୍ରଭୁ ପଛରେ ଘଡ଼ି ଘଡ଼ି ଆସିବେ ନାହିଁ, ପଛରେ ଧରିକି ଆସିବେ ନାହିଁ। ବାବୁ ତୁ ପ୍ରଭୁଙ୍କୁ ପାଇଯା, ଆଉ କେତେ କାଳ ତୋର ପାଇଁ ଜଗିବି, ପ୍ରଭୁ ଦୟା କରିବେ, ଅନୁଗ୍ରହ କରିବେ, ଏପରି ନାହିଁ। ଆଉ ସେପଟେ ଯିବ କି ଯା, ପାପ କରିବ କି ଯା କର, ଆଉ ନାହିଁ, ଆଉ ଡିଷ୍ଟର୍ବ ନାହିଁ, ଆଉ ବୁଝାଇବାଟା ନାହିଁ, ଆଉ ଦାଢ଼ି ଧରିବାଟା ନାହିଁ, ଆଉ ରିକ୍ୱେଷ୍ଟ କରିବାଟା ନାହିଁ, ଅନୁରୋଧ କରିବାଟା ନାହିଁ, ଗୋଡ଼ ଧରିବାଟା ନାହିଁ, ଆଉ ତମର ପାଇଁ କାନ୍ଦିବାଟା ନାହିଁ। ଆଉ କିଏ ଜଣ ଥିବେ ବିଚିତ୍ର ଲୋକମାନେ, ଆଜ୍ଞା ମୁଁ ଯୋଉ ପରିତ୍ରାଣ ପାଇବି ମୋ ପାଇଁ ପ୍ରାର୍ଥନା କର। ତୁ ପରିତ୍ରାଣ ପାଇବାର ଅଛି, ତୁ ଜାଣିଲା ପରେ ବି ଆମେ କଣ ପ୍ରାର୍ଥନା କରିବୁ? ତୁ ନିଜେ ପ୍ରାର୍ଥନା କରିକି ଆସିବ ନା। ଆଉ ପ୍ରାର୍ଥନା କର, ପ୍ରଭୁ ଆଜ୍ଞା ମୁଁ ବିଚାର ପାପରେ ଅଛି, ମୁଁ ଯେପରି ମୁକ୍ତ ହେବି, ପ୍ରାର୍ଥନା କର। ଏମିତି ପ୍ରେୟର ରିକ୍ୱେଷ୍ଟ ଦେଖ, ଏଟା ଆମେ କରିବାଟା କରୁଥିବୁ, କିନ୍ତୁ ତୁମେ ପ୍ରାର୍ଥନା କର। ତମ ପ୍ରାର୍ଥନା ଦମ ଥିଲେ ପରିବର୍ତ୍ତନ ହେବ। ଦରକାର ନାହିଁ, ସେମିତି ଲୋକ ଦରକାର କା ନାହିଁ ଆଜ୍ଞା। ସେଟା ପାପ ବୋଲି ଜାଣିଛ, ଫସି ଯାଇଛି ବୋଲି ଜାଣିଛ, ବାହାରିବାକୁ ତାକୁ ଇଚ୍ଛା ନାହିଁ, ପୁଣି ଆମକୁ କହୁଛୁ ଆପଣ ପ୍ରାର୍ଥନା କର। ଆପଣଙ୍କର ପ୍ରାର୍ଥନାରେ ଆପଣଙ୍କ ପ୍ରାର୍ଥନାରେ ଦମ ଥିଲେ ପ୍ରଭୁ ମତେ ରକ୍ଷା କରିବେ। ଲୋକମାନେ ଭାବୁଥିବେ ଆମେ ପରିତ୍ରାଣ ପାଇକି ପ୍ରଭୁ ବହୁତ ବଡ କାମ କରିଦେଇଛୁ। କଣ କରିଛେ? ଆମେ ପରିତ୍ରାଣ ପାଇଲୁ, ଆଉ ପ୍ରଭୁଙ୍କ ପାଇଁ ଟିକେ ଲାଭ ହେଲା, ଆଉ ଆମେ ପରିତ୍ରାଣ ନ ପାଇଲେ ତାଙ୍କର କଣ ହେଇଥାନ୍ତି କି ବିଚାର, ନାଇଁ? ଆମେ ପ୍ରଭୁଙ୍କୁ ନ ପାଇଲେ ପ୍ରଭୁଙ୍କର କ୍ଷତି ହେଇଯାଇଥାନ୍ତା, ନାଇଁ? ସେମିତି ବ୍ୟବହାର ଦେଖାଉଛନ୍ତି ବହୁତ ଲୋକ। ପ୍ରାର୍ଥନା କରନ୍ତୁ ଆଜ୍ଞା, ଦିନେ କିଏ ଜାଣି ପ୍ରଭୁ ମୋର ହୃଦୟରେ ଟିକେ କାର୍ଯ୍ୟ କଲେ ଆମେ ପ୍ରଭୁଙ୍କୁ ପାଇବୁ। ଆମେ ପ୍ରାର୍ଥନା କରନ୍ତୁ, କିଏ ଜଣେ ପ୍ରଭୁ ଆମ ହୃଦୟରେ କାର୍ଯ୍ୟ କଲେ ଆଉ ଆମେ ଚର୍ଚ୍ଚକୁ ଯିବୁ। ନା ଦରକାର ନାହିଁ। ବାଇବେଲ କହେ କାଳ ସମ୍ପୂର୍ଣ୍ଣ ହେଲାଣି, ଆଉ ପବିତ୍ର ଆତ୍ମା ତୁମର ପିଛା ଧରିବେ ନାହିଁ, ଆଉ ପଛ ଯାଇକି ରିକ୍ୱେଷ୍ଟ କରିକି ଆସିବେ ନାହିଁ। ଆଉ ମୁଁ ସବୁବେଳେ କହେ, ଖୋଜି ଯାଇଥିବା ମେଷକୁ ହେଲେ ଖୋଜି ଗଲେ, କିନ୍ତୁ ଖୋଜି ଯାଇଥିବା ପୁଅକୁ ଖୋଜି ଗଲେ କି ବାବୁରେ 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 ବୋଲି ବାପା ଯାଇନାହାନ୍ତି। ଯୋଗୀ ଥିଲେ ଦ୍ୱାର ପାଖରେ ବସି, ଫେରିଲେ ଦେଖିବା ବୋଲି। ହାଲେଲୁୟା, ହାଲେଲୁୟା। ନିଜେ ଫେରିଲେ ଅଲଗା କଥା ଆଜ୍ଞା, ଆଉ ବାପା ଖୋଜି ଯିବେ ନାହିଁ। କୁଆଡେ ହଜିଗଲା, କୁଆଡେ ବିନଷ୍ଟ ହେଇଗଲା କି? ଆରେ ଆଉ ଦୟା, ଅନୁଗ୍ରହ, କରୁଣାର ପଦ ଗୁଡିକ ବ୍ୟବହାର କରିବାର ସମୟ ନାହିଁ। ପ୍ରଭୁ କହୁଛନ୍ତି ଯେ ଅଧର୍ମାଚରଣ କରୁଛି ତାକୁ ଛାଡିଦେତେ, ସେ ଆହୁରି ଅଧର୍ମାଚରଣ କରିଥାଉ। କାହାକୁ ଦରକାର, କାହାକୁ କ୍ଷତି?
କିନ୍ତୁ ଯେ ଧାର୍ମିକ ସେ ଆହୁରି ଧର୍ମାଚରଣ କରୁ, ସେ ଆହୁରି ଧାର୍ମିକତାରେ ସିଦ୍ଧ ହେଉ। ଯେ ଅଶୁଚି ତାର ପଥ ବାଛି ନେଇଛି ତାକୁ ସେପଟେ ଯିବାକୁ ଦିଅ, ଛାଡ, ତାକୁ ଡିଷ୍ଟର୍ବ କର ନାହିଁ, ତାକୁ ଅଟକାଉ ନାହିଁ, ତାକୁ ବୁଝାଇବା ଦରକାର ବୋଲି ଯା ବାବୁ କହିବାର ବସ। ଓକେ ଭାଇ, ଟେକ୍ କେୟାର, ବାଏ, ସି ୟୁ। ଯିବାକୁ ଇଚ୍ଛା କରୁଛ ଯା, ଭଲ ରୁହ, ଆଉ କଣ କରିବ। କିନ୍ତୁ ଯେ ପବିତ୍ର ସେ ଆହୁରି ପବିତ୍ର ଆଚରଣ କରୁ, ସିଦ୍ଧ ହେଉ, ଆତ୍ମିକତାର ଗଭୀରତାକୁ ଯାଉ। ଯେ ଆତ୍ମିକ ବାଟ ବାଛି ନେଇଛି ସେ ଆହୁରି ଆତ୍ମିକତାକୁ ଧରିବାକୁ ପଡିବ। ଯେ ଧାର୍ମିକ ପଥ ବାଛି ନେଇଛି ସେ ଆହୁରି ଧାର୍ମିକତାକୁ ଧରିବାକୁ ପଡିବ, ଆହୁରି ଡିପ୍, ଆହୁରି ଗଭୀରତାକୁ ଯିବାକୁ ପଡିବ। ପ୍ରିୟ ମାନେ, ଯେ ବାକ୍ୟକୁ ଧରିଛି ଆଉ ଉପର ବାକ୍ୟ ଶୁଣିଲେ ହେବ ନାହିଁ, ବାକ୍ୟର ଗଭୀରତାକୁ ଯିବାକୁ ପଡିବ। କାରଣ କାଳ ସନ୍ନିକଟ ହେଲା, ସମୟ ସନ୍ନିକଟ, ଆମ୍ଭେ ଶୀଘ୍ର ଆସୁଛୁ। ଆଉ ଲୋକମାନଙ୍କୁ ସେମାନଙ୍କର ନିଜର କର୍ମ ଅନୁସାରେ ଫଳ ଦେବା ନିମନ୍ତେ ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ଯେ ଅଧର୍ମ ଆଚରଣକୁ ବାଛି ନେଇଛି ତାକୁ ବି ଫଳ ଦିଆଯିବ, ଯେ ଧାର୍ମିକତାକୁ ବାଛି ନେଇଛି ତାକୁ ବି ଫଳ ଦିଆଯିବ। ଆପଣ ମାନେ ଯାହା ବାଛି ନିଅନ୍ତି ଆପଣ ନିଜ ପାଇଁ, ସେ ଅନୁସାରେ ଆପଣ ମାନଙ୍କର ଫଳ ଆଉ ପୁରସ୍କାର ଯୋଗିଛି। ପ୍ରିୟ ମାନେ, ଆପଣଙ୍କର ଡିସିଜନ, ଆପଣଙ୍କର ନିଷ୍ପତ୍ତି, ଆପଣ ଯାହା ମନସ୍ଥ କରିଛନ୍ତି ଧରିବାକୁ, କୋଉଟାକୁ ଫଲୋ କରିବୁ, ଯାହା ଆପଣ ମାନେ ନିଷ୍ପତ୍ତି ନେଇଛନ୍ତି ସେ ଅନୁସାରେ ଆପଣଙ୍କର ଫଳ ପୁରସ୍କାର ନିର୍ଭର କରେ। ପ୍ରିୟ ମାନେ, କାଳ ସନ୍ନିକଟ ହେଲା, ହେଇଯାଇ ପରିତ୍ରାଣ ପାଇନାହାନ୍ତି କି କଷ୍ଟ ପରିତ୍ରାଣ ପାଇବେ ବୋଲି ଗ୍ୟାରେଣ୍ଟି ବି ଦେଇପାରିବୁନି ଆଜି, ସେମିତି ଅବସ୍ଥା। ଦେଖିବା ଆଜ୍ଞା ଆର ବର୍ଷକୁ ତା ପର ବର୍ଷକୁ ଦିନେ କେଜାଣି ମୋ ଠାରେ ଚେଞ୍ଜ ଆସିବ, ଆଉ ନାହିଁ ଭାଇ, ବାଇବେଲ କହେ ଆଉ ନାହିଁ। ତା ପଛରେ ଡିଷ୍ଟର୍ବ କର ନାହିଁ ବୋଲି ବାଇବେଲ କହେ। ଯାଅ ଏନ୍ଜୟ କର ଲାଇଫ। ଆଉ ଏପଟକୁ ଆସିବି, ଏପଟେ ପ୍ରଭୁଙ୍କ ନିକଟକୁ ଆସିବି, ନିଷ୍ପତ୍ତି ଗୋଟେ ନେବି, ପବିତ୍ର ଜୀବନ ଯାପନ କରିବି, ସାକ୍ଷୀ ହେବି, ଆଉ ନାହିଁ। এই ସମୟରେ ଡିସିଜନ ନେଇଯାଅ। ପ୍ରିୟ ମାନେ, ଜଗତ ପଟେ ରହିବ ନା ପ୍ରଭୁଙ୍କ ପଟେ ଥିବ, ସମୟ ସୁଯୋଗ ଥାଉ ଥାଉ ନିଷ୍ପତ୍ତି ନେଇଯାଅ, କାରଣ ପ୍ରଭୁଙ୍କର ଆଗମନ ସନ୍ନିକଟ। ହାଲେଲୁୟା, ହାଲେଲୁୟା। ତ କାଲି ଆମେ ଶୁଣୁଥିଲୁ ସାରା ଜଗତ ପାଇଁ ମହା ଭୟଙ୍କର ବିପଦ, ବିନାଶ, ଦଣ୍ଡ, ଈଶ୍ୱରଙ୍କର କ୍ରୋଧ ଆଉ ଈଶ୍ୱରଙ୍କର ବିଚାର ମାଡ଼ି ଆସିବାର ପରିସ୍ଥିତି ଅଛି। ତ କାଲି ଶେଷ କରୁ କରୁ ଆମେ ଶୁଣୁଥିଲୁ এই সমস্ত বিপদରୁ କିଏ ରକ୍ଷା ପାଇବେ। ଆମେ ଯେସାୟା 57:1 ପଢିଥିଲୁ କି ଧାର୍ମିକ ବ୍ୟକ୍ତି ଆଗାମୀ ବିପଦରୁ ନିଆଯାଉଛନ୍ତି। ହାଲେଲୁୟା, ହାଲେଲୁୟା। କିଏ ନିଆଯିବେ ସ୍ୱର୍ଗକୁ? ଆଗାମୀ କ୍ରୋଧରୁ, ଆଗାମୀ ବିପଦରୁ, ଆଗାମୀ ଦଣ୍ଡରୁ କିଏ ରକ୍ଷା ପାଇବ? କିଏ ନିଆଯିବ ସ୍ୱର୍ଗକୁ? କିଏ ନିତ ହେବ ବୋଲି କହିଲାରୁ ବାଇବେଲ କହେ ଧାର୍ମିକ ବ୍ୟକ୍ତି ମାନେ। କୁହନ୍ତୁ କିଏ? ଧାର୍ମିକ ବୋଲି କାହାକୁ କୁହାଯାଏ? ବୁଝନ୍ତୁ, ଆଗାମୀ ବିପଦରୁ କିଏ ରକ୍ଷା ପାଇବେ ବୋଲି କହିଲାରୁ ପଢିଲୁ କି ଧାର୍ମିକ ଲୋକମାନେ ଆଗାମୀ ବିନାଶ ବିପଦରୁ ରକ୍ଷା ପ୍ରାପ୍ତ ହେଇକି ନିଆଯିବେ। ଯେ କିଏ ବି ତା ଉପରେ ଦୃଷ୍ଟି ବି ପକାଉନାହାନ୍ତି, ବୁଝି ବି ପାରୁନାହାନ୍ତି କି କିଏ ହେଲେ ଏଇ ଜଗତର ବିପଦରୁ ରକ୍ଷା ପାଇପାରିବେ କି, କିଏ ଆଲୋଚନା ବି କରୁନାହାନ୍ତି। ପୁଣି
ଏହା କେହି ବିବେଚନା ବି କରୁନି, ଚିନ୍ତା ବି କରୁନି। ଏତେ ବିପଦ ଆସୁଛି ଆଜ୍ଞା, ବଞ୍ଚିବାର କିଛି ଉପାୟ ଅଛି କି? ଚିନ୍ତା କରୁନାହାନ୍ତି। ଯଦି ଚିନ୍ତା କରୁଛ ତାହେଲେ ବାଇବେଲ ପାଖରେ ତାର ଉତ୍ତର ଅଛି। ବାଇବେଲ କହେ ଧାର୍ମିକ ମାନେ ରକ୍ଷିତ ହେବେ, ହାଲେଲୁୟା। ଧାର୍ମିକ ମାନେ ବଞ୍ଚି ଯିବେ, ହାଲେଲୁୟା। ଧାର୍ମିକ ମାନେ ନିଆଯିବେ, ହାଲେଲୁୟା। ତ ପ୍ରଶ୍ନ ରହିଲା, କାହାକୁ ଧାର୍ମିକ ବୋଲି କହେ ବାଇବେଲ? କେମିତି ଧାର୍ମିକ ହେଇପାରିବା? ଦେଖନ୍ତୁ ପ୍ରଥମ ବିଷୟରେ ଆଦି ପୁସ୍ତକ 15 ଅଧ୍ୟାୟ 6 ପଦ ଟିକେ ପଢନ୍ତୁ। ଆଦି ପୁସ୍ତକ 15 ଅଧ୍ୟାୟ 6 ପଦ। ସେତେବେଳେ ସେ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି, ସେ ତାଙ୍କ ପକ୍ଷରେ ତାଙ୍କୁ ଧାର୍ମିକ ବୋଲି ଗଣନା କଲେ। ହାଲେଲୁୟା। ऊपर ଦେଖନ୍ତୁ, ଅବ୍ରାହମ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରିଥିଲେ, ପୁଣି ଆଉ ସେହି ବିଶ୍ୱାସ ତାଙ୍କ ପ୍ରତି ଈଶ୍ୱର କଣ କଲେ? ଧାର୍ମିକ ଗଣିତ କଲେ। ମୋ ପଟେ ଦେଖନ୍ତୁ, ପ୍ରଭୁ ଧନ୍ୟବାଦ ଜୋରସେ ହାଲେଲୁୟା। ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ଧାର୍ମିକ ଗଣିତ କରାଯାଏ ବୋଲି ବାଇବେଲ କହେ। ପ୍ରେଜ୍ ଦ ଲର୍ଡ। ତ ଆଗାମୀ ବିପଦରୁ, ଆଗାମୀ ବିନାଶରୁ, ବିନାଶ ଦୁଇ ପ୍ରକାର ବୁଝନ୍ତୁ ବୋଲରେ, ବଞ୍ଚି ଥାଉ ଥାଉ ଦଣ୍ଡ ମିଳିବ, ମରଲା ପରେ ଦଣ୍ଡ ମିଳିବ, ଯାହା ନରକ ଅଟେ। ବାଇବେଲ ତାହାକୁ କହେ 2 ଗୁଣ ନରକ। କେତେ ଗୁଣ ନରକ? 2 ଗୁଣ ନରକ। ମାଥ୍ୟୁ 22:15 ଟିକେ ପଢ। ମାଥ୍ୟୁ 22:15 ପଢ। ସେତେବେଳେ ଫାରୁସୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ। 23:15 ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀୟ ଫାରୁସୀମାନେ, କାରଣ ତୁମେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାଲମ୍ବନୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା 2 ଗୁଣ ନରକ ପାତ୍ର କରୁଥାଅ। 2 ଗୁଣ ନରକ ପାତ୍ର ଅଛି। এই পদক রাউন্ড করুন তো প্রমাণ পেন রে। মপড় দেখন্তু 2 গুণ নরক ଅଛି। ଯେଉଁମାନେ ଅବାଧ୍ୟ ହୁଅନ୍ତି, ଯେଉଁମାନେ ପରିତ୍ରାଣ ପାଆନ୍ତି ନାହିଁ, ଯେଉଁମାନେ ହୃଦୟକୁ କଠିନ କରନ୍ତି, ସେମାନଙ୍କ ପାଇଁ 2 ଗୁଣ ନରକ ଜଗିଛି। କେମିତି 2 ଗୁଣ? ଦେଖଛ କି ମୋ ପଟେ ବାଇବେଲ ପଢିଲା ବେଳେ ବାଇବେଲ ପଢି ଦେଖିବାର କହିଲା ବେଳେ ଭକ୍ତଙ୍କ ଆଡେ ଦେଖିବେ ନା। ଆଉ ଆରମ୍ଭ ହେଇନି ଶୋଇ ପଡୁଥିବେ କେତେ ଲୋକ। ଝିଅ ବାଣ ଛାଡିବାର ନାହିଁ, ସେମିତି କଭର କରିବାର ଶିଖନ୍ତୁ ଆପଣ ମାନେ। ଠିକ ନାହିଁ, ବାଣ ଛାଡିକି ଫ୍ୟାସନ ଶୋକୁ ଆସିଲା ପରେ ଆସିବା କଥା ନାହିଁ। ପ୍ରାର୍ଥନାରେ ଅଛନ୍ତି, ଦେଖିକି ଦିଦି ମାନେ ଅଛନ୍ତି, ମା ମାନେ ଅଛନ୍ତି, ଦେଖନ୍ତୁ ଏମିତି ଯିବାର କି ମା ମାନେ ବୁଝାନ୍ତୁ ଆପଣଙ୍କର ପୁଅ ଝିଅ ମାନଙ୍କୁ କେମିତି ଥିବାର ଚର୍ଚ୍ଚରେ, କେମିତି ବେଣୀ ପକାଇବାର, କେମିତି ଚୁଟି କରିବାର, କେମିତି ଘୋଡାଇକି ଆସିବାର। ପ୍ରଭୁଙ୍କର ପାଖକୁ ଆସୁଛୁ ନା ଫ୍ୟାସନ ଶୋ ପାଇଁ ଆସିଛୁ? ନିଜର ବାଳ, ନିଜର ଷ୍ଟାଇଲ, ନିଜର ଡ୍ରେସ ଦେଖାଇବାକୁ ତ ଆସିନୁ ନା ଆମେ, ନାଇଁ କି? ହାଲେଲୁୟା, ହାଲେଲୁୟା। ନଥିବା ଭୂତ ମାନେ ଧରିଦିଏ, ଆପଣଙ୍କୁ ଜଣା ନାହିଁ। ବାଳ ଛାଡିକି ବୁଲନ୍ତୁ ନା ଝିଅ ମାନେ ବାହାରେ ବି। ନଥିବା ସ୍ପିରିଟ, ସିଭିଲ ସ୍ପିରିଟ, ମନ୍ଦ ଆତ୍ମା, ଦୁଷ୍ଟ ଆତ୍ମା ମାନେ ଧରିଦିଏ, ଜଣା ବି ପଡିବ ନା ଆପଣ ମାନଙ୍କୁ। ପୁରା ଆପଣଙ୍କର ସ୍ୱଭାବକୁ କଣ୍ଟ୍ରୋଲ କରିଦିଏ। କହିଲା ବେଳେ ଦେଖନ୍ତୁ ଭଲ। ଓକେ, ପ୍ରେଜ୍ ଦ ଲର୍ଡ। 2 ଗୁଣ ନରକ। ବଞ୍ଚି ଥାଉ ଥାଉ ନରକ ଦେଖିବେ, ମରଲା ପରେ ବି ନରକ ଦେଖିବେ। ବଞ୍ଚି ଥାଉ ଥାଉ ଜିଅନ୍ତା ଏମିତି ଯନ୍ତ୍ରଣା ପାଇବେ। ଆଗାମୀ ମହାକ୍ଲେଶର କାଳ ସେହି ଯନ୍ତ୍ରଣାଦାୟକ ନରକର କାଳ ଅଟେ। ଏହି ପୃଥିବୀର ଲୋକମାନେ ବଞ୍ଚି ଥାଉ ଥାଉ ମହାକ୍ଲେଶକୁ ଭୋଗିବେ ଆଜ୍ଞା। ବାଇବେଲ କହେ ପ୍ରଭୁଙ୍କର ଆଗମନ ହେବ, ମଣ୍ଡଳୀ ସ୍ୱର୍ଗକୁ ନୀତ ହେବ, ଆଉ ପାତାଳ ଖୋଲା ହେବ। ପାତାଳର ଶକ୍ତି ସବୁ ପୃଥିବୀ ଉପରକୁ ପଳେଇ ଆସିବ। ଭୂତ ମାନେ ସବୁ ପୃଥିବୀ ଉପରକୁ ପଳେଇ ଆସିବେ। ଓ ପାତାଳର ବେଦନାକାରୀ, ଯନ୍ତ୍ରଣାକାରୀ ମନ୍ଦ ଆତ୍ମା ମାନେ ପୃଥିବୀକୁ ପଳେଇ ଆସିବେ। ପାତାଳର ପୋକ ମାନେ ପଳେଇ ଆସିବେ। ପାତାଳର ଅନ୍ଧକାର ପଳେଇ ଆସିବ ପୃଥିବୀ ଉପରକୁ। ତ ପୃଥିବୀ ଉପରେ ହିଁ ନରକ ତ ଆଉ ବଞ୍ଚି ଥାଉ ଥାଉ ନରକ ଯନ୍ତ୍ରଣା ଭୋଗିବେ ନା।
ଆଉ ମଝିରେ ଏମିତି ବି ହେବ ବାଇବେଲ କହେ କେମିତି ପଙ୍ଗପାଳ ମାନେ ପାତାଳରୁ ବାହାରିବେ ଯାହା କାମୁଡ଼ିଲେ ବିଛା କାମୁଡ଼ିଲା ପରି ବିଛୁ ଏକ କଙ୍କଡା ବିଛୁ କାମୁଡ଼ିଲା ଠାରୁ ଅଧିକ ବ୍ୟଥା ହେବ। କଙ୍କଡା ବିଛୁ କାମୁଡ଼ିଲେ କେତେ ସମୟ ବଥା ହୁଏ ଜାଣିଛନ୍ତି? କେବେ କାମୁଡ଼ିଲା କାହାକୁ? 24 ଘଣ୍ଟା ଜଳିବ ବୋଲି କୁହନ୍ତି। 24 ଘଣ୍ଟା ଜଳିବ ଆଉ ବଥା ହେବ। ଯେତେ ଇଂଲିଶ ଇଞ୍ଜେକ୍ସନ ନିଅନ୍ତୁ 24 ଆୱାର 24 ଘଣ୍ଟା ସେ ବ୍ୟଥାକୁ ସହିବାକୁ ପଡିବ। ଯଦି ଗୋଟେ କଙ୍କଡା ବିଛୁ କାମୁଡ଼ିଲେ ଯଦି 24 ଘଣ୍ଟା ବଥା ହଉଛି ତ ପ୍ରକାଶିତ ବାକ୍ୟ କହେ ପାତାଳର ପଙ୍ଗପାଳର ଟାଇପର ବିଛୁ ମାନେ ବାହାରିକି ଯେତେବେଳେ କାମୁଡ଼ିବେ 5 ମାସ ପର୍ଯ୍ୟନ୍ତ ବ୍ୟଥା ହେବ ପୁଣି ଆଉ ମରିବାକୁ ଇଚ୍ଛା କଲେ ବି ମରି ପାରିବେ ନାହିଁ ପୁଣି। ବୁଝିଲ ନା ନାଇଁ? ପାତାଳର କଙ୍କଡା ବିଛୁ ମାନେ ବାହାରିବେ, ପାତାଳର ପୋକ ମାନେ ବାହାରିବେ ଯାହା କାମୁଡ଼ିଲେ 5 ମାସ ପର୍ଯ୍ୟନ୍ତ ବଥା ଛାଡ଼ିବ ନାହିଁ, ଯନ୍ତ୍ରଣା ଭୋଗିବେ। ଆଉ ଏ 5 ମାସ ଭିତରେ ସେଇ ଯନ୍ତ୍ରଣା ସମ୍ଭାଳି ନ ପାରି ମରିବାକୁ ଇଚ୍ଛା କଲେ ମଧ୍ୟ ମୃତ୍ୟୁ ମିଳିବ ନାହିଁ ପଡ଼ି। ପ୍ରକାଶିତ ବାକ୍ୟ 9 ଅଧ୍ୟାୟ 4-5 ପଦ ପଢ। ପୃଥିବୀର ତୃଣ କି ହରିତ ବର୍ଣ୍ଣ ଶାକ 5-6 ପଢିଦିଅ। ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ତାହାଙ୍କ ଉଦ୍ଦେଶ୍ୟ ପାଇବେ ନାହିଁ। ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କ ଠାରୁ ପଳାୟନ କରିବ। ପଙ୍ଗପାଳ ମାନଙ୍କର ଆକୃତି ଯୁଦ୍ଧାର୍ଥୀ ସହିତ। 4 ପଦ ପଢ। ପୃଥିବୀର ତୃଣ କି ହରିତ ବର୍ଣ୍ଣ ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି ଯେଉଁମାନେ କପାଳରେ ଈଶ୍ୱରଙ୍କ ମୁଦ୍ରାଙ୍କ ନାହିଁ କେବଳ ସେମାନଙ୍କୁ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା। ପଙ୍ଗପାଳ ମାନଙ୍କୁ ଅଧିକାର ଦିଆଗଲା କି ଈଶ୍ୱରଙ୍କର ମୁଦ୍ରା ଯାହା ଠାରେ ନାହିଁ ସେମାନଙ୍କୁ ଅନିଷ୍ଟ କରିବାକୁ, ସେମାନଙ୍କୁ ଯନ୍ତ୍ରଣା ଦେବାକୁ, ସେମାନଙ୍କୁ ହିଁ କାମୁଡ଼ିବାକୁ ଅଧିକାର ଦିଆହେଲା। ଈଶ୍ୱରଙ୍କର ମୁଦ୍ରା ନଥିଲେ ପଙ୍ଗପାଳ ମାନେ ଆସିକି କାମୁଡ଼ିବେ ପୁଣି। ଆଜ୍ଞା ପାତାଳର ପଙ୍ଗପାଳ ମାନେ ଆମର ଝିଣ୍ଟିକା ପରିଟା ନାହିଁ, ବୁଝିଲେ କି? ଆମର କ୍ଷେତର ପଙ୍ଗପାଳ ପରିଟା ନାହିଁ, ଗ୍ରୀନ କଲରଟା। ଦେଖିବାକୁ ସେମାନେ ରାକ୍ଷସ ପରି ଦେଖାଯିବେ। ବଡ ବଡ ସାଇଜର ପଙ୍ଗପାଳ ମାନେ ଅଛନ୍ତି ବୋଲି ସାଇଣ୍ଟିଷ୍ଟ ମାନେ ବି କହୁଛନ୍ତି। 2 ଗୁଣ ନରକ, ବଞ୍ଚି ଥାଉ ଥାଉ ଏକ ନରକ, ମରଲା ପରେ ଡାଇରେକ୍ଟ ନରକ। କିଏ କାହାରି ପାଇଁ? ଯେ ପ୍ରଭୁଙ୍କୁ ପାଇ ନାହିଁ, ଯେ ପରିତ୍ରାଣ ପାଇ ନାହିଁ, ଯେ ଧାର୍ମିକ ଗଣିତ ହେଇନାହିଁ, ଯେ ପ୍ରଭୁଙ୍କର ଆଗମନରେ ସ୍ୱର୍ଗକୁ ନୀତ ହେଇନାହିଁ, ସେମାନଙ୍କ ପାଇଁ ବିପଦ ଜଗିଛି ବୋଲି ବାଇବେଲ କହେ। ଆଜ୍ଞା ରାଜୀବ ଦାନିଏଲ କହୁନାହାନ୍ତି, ଏଟା ବାଇବେଲ କହେ। ବାଇବେଲର ଭାବବାଣୀ ଏଟା କି ଆଗାମୀ ଭବିଷ୍ୟତ ଏଇ ଜଗତର ଲୋକମାନଙ୍କ ପାଇଁ କିଛି ବି ଭଲ ନାହିଁ। ତ ଯଦି ଆପଣମାନେ ପଚାରୁଛନ୍ତି ଆଜ୍ଞା କେମିତି ରକ୍ଷା ପାଇବୁ, କେମିତି ବଞ୍ଚି ଯିବୁ ବୋଲି କହୁଛନ୍ତି, ଆମର ବଞ୍ଚି ଯିବାର ଉପାୟ କିଛି ଅଛି କି ବୋଲି ଯଦି ପଚାରୁଛ ତ ବାଇବେଲ କହେ ଧାର୍ମିକ ବ୍ୟକ୍ତି ମାନେ ଆପଦ ବିପଦ ନ ଦେଖୁନୁ ସେମାନେ ନିଆଯିବେ। ହାଲେଲୁୟା। ତ ବର୍ତ୍ତମାନ ଚିନ୍ତା କରୁଛୁ କେମିତି ଧାର୍ମିକ ଗଣିତ ହେବା ବୋଲାରୁ ପ୍ରଥମ ବିଷୟରେ ଆମେ ମାନେ ପଢିଲୁ କି ଅବ୍ରାହମ ସଦା ପ୍ରଭୁଙ୍କୁ ବିଶ୍ୱାସ କରିବାରୁ ସେହି ବିଶ୍ୱାସ ହିଁ ତାଙ୍କରି ପାଇଁ ଧାର୍ମିକ ଗଣିତ କରାଗଲା। ପ୍ରେଜ୍ ଦ ଲର୍ଡ। ତ ସର୍ବପ୍ରଥମେ କେମିତି ଆମେ ଧାର୍ମିକ ହେଇପାରିବା? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାର। ହାଲେଲୁୟା। ବହୁତ ଜଣ ଆଜି ସୁସମାଚାର ଗ୍ରହଣ କରୁନାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ପରି ମାନୁନାହାନ୍ତି। ଏକ ମହାଭକ୍ତ ବୋଲି କହିଲେ ମାନିବେ, ପୁଣି ଏକ ମହାଶିକ୍ଷକ, ଗୋଟେ ବହୁତ ଧର୍ମ ଗୁରୁ ବୋଲି କହିଲେ ସେଟା ବିଶ୍ୱାସ କରୁଛନ୍ତି।
मुस्लिम माने प्रभु यीशु ख्रीष्ट को ईश्वर परी ईश्वर को पुत्र परी से माने ग्रहण करंती नहीं से माने प्रभु यीशु ख्रीष्ट को मध्य एक मौसांग परी एक भाववादी रूपे ग्रहण करती किंतु ईश्वर परी ग्रहण करंती नहीं बाइबल कहे प्रभु यीशु ख्रीष्ट को ईश्वर बोली एकमात्र प्रभु बोली मानि नेबार विश्वास करिबार ताहांको रक्त रे तांको नाम रे ही तांको क्रूस रे ही मुक्ति अछि बोली विश्वास करिबा को पड़िबो हालेलुया बहुत जन क्रिश्चियन पिला मानक परित्राण नाई जानछन ना नहीं जन भाबुथिबे हमर जे बापा ठारू जे बापा को ठारू हम क्रिश्चियन हम कोन एक्स्ट्रा अलगा की परित्राण पाइबा को पड़िबो ना माँ बापा को आधार कार्ड कराओ जे पिला मान को हेउनी के आधार कार्ड करू नांती करछु सेवन बड़ा है कि निजर राशन कार्ड पाउ नांती की बड़ा है कि निजर वोट कार्ड पाउ नांती की बड़ा है कि सरकार थारू किछि ये राशन पाउ नांती की बड़ा है कि निजर गाड़ी रहू नहीं की बड़ा है कि निजर घर करू नांती की निजर गोड़ ऊपर ठिया करके निजे चाकरी करू नांती की माँ बाप करछोत बोले करू नांती की माँ बाप माने पाठ पढछोत बोले पिल्ला माने पाठ पढ नांती की माँ बाप माने जॉब करछोत बोले माने पिल्ला माने बड़ा है कि जॉब करू नांती की सब निजटा को गोटे थाओ बोला पर जते होछो परित्राण भी निजटा थाओ हालेलुया हालेलुया माँ बापर नाम जदि जीवन पुस्तक लिखित तो तमर नाम भी चढ़िबा दरकार कि नहीं सरकार कागज पत्र रे माँ बापर नाम जीवित थाए पिला छुआ मानक भी पंजीकरण करा होछि कि नहीं जन्म पंजीकरण करा होछि मृत्यु भी पंजीकरण करा होछि मैरिज भी रजिस्टर करा होछि सेठी जेमिति तुम जदि स्वर्गर प्रजा अटो तुम स्वर्ग राज्य जदि सभ्य अटो ताले तुम्हर नाम जीवन पुस्तक रे देखा जीवा आवश्यक अछि हालेलुया केमिति जीवन पुस्तक रे नाम चढ़िबो स्वर्ग रे जन्म हेले चढ़िबो नूतन जन्म प्राप्त हेले स्वर्ग रे नाम लिखित हेबो बहुत पूज्य मानक पई परित्राण नाही से परित्राण पाई नहंती सन भावती में साना बेल्ट संडे स्कूल जाओ तो साना बेल्ट चर्च पर जाओ तो साना बेल्ट गीत गाओ तो साना बेल्ट सब करछु चर्च सब एक्टिविटी दे थाउ छु सब हारे गीत गाओ छु परित्राण पाइलो कि निजे निजोर मोर परित्राण एटा मते प्रभु देइ छथि कहि पारलो कि देखो टिके सावधान निजे निष्पत्ति नै कि प्रभु को पाख को पळे आसो प्रिय माने आओ पवित्र आत्मा पछरे गड़ी गड़ी जीवे ने गड़ी जीवे ने आपन आसो 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 परित्राण पाई जाओ रिक्वेस्ट करिबे ने दाढ़ी धरि की विश्वास करो प्रभु यीशु ख्रीष्ट कर रक्त रे धो धो तांको नाम रे परित्राण पाओ हालेलुया हालेलुया तो जे प्रभु यीशु ख्रीष्ट को ठारे विश्वास करती से माने धार्मिक गणित होती बोली बाइबल कहे द्वितीय रे माथ्यू 3 अध्याय 15 पद पढ़िबा माथ्यू 3 अध्याय 15 पद हां मात्र यीशु तांको उत्तर देले एबे समत हुओ कारण एही प्रकार समस्त धर्म कर्म साधन करिबा आंभ मानकर उपयुक्त सेथिरे जे ताहाको कथारे समत हेले प्रभु बाप्तिस्म को जोहन की जोहन वाह बपतिस्मा देने वाला यूहन्ना तार नाम ही देखो बिशप यूहन्ना नहीं पटे रेवरेंड यो जोहन न है हालेलुया पास्टर जोहन अपोस्टल जोहन प्रॉफिट जोहन भावदिका किंतु नाम आगुर प्रॉफिट बोल लिखिबा पाई नथिला जेटा तांकर नाम बाप्तिस्म देउथिबा जोहन प्रेज द लॉर्ड तांकर सभा रे लोक सुस्थ हो नांती तांको सभा रे लोक माने आशीर्वाद पाउ नांती तांको सभा रे लोक लोक मान को पैसा मिलु नहीं तांको सभा रे स्वर्ग राज्य मिलु छिया के लोक मान को हालेलुया बाप्तिस्म को जोहन से जाय की सुसमाचार प्रचार करले कि देखो भाई स्वर्ग राज्य सन्निकट तो लोक पचार आगे स्वर्ग को जीवा फेर कोन करबा पड़िबो तबे मन परिवर्तन करी बाप्तिजित हेबा को पड़िबो हालेलुया तो सहे लोक बन जाय कि बडुथिले बाप्तिस्म रे कोटा पाए आशीर्वाद पाई न है चाकरी पाई न है
धन संपत्ति पाई नुहे कम से कम हीलिंग पाई भी नुहे केवल स्वर्ग राज्य जीवा पाई प्रेज द लॉर्ड से लाइन भीतर जन को देखले जौन आ चिन्ह देले अरे तो प्रभु यीशु ख्रीष्ट ये कौन मो पाखरे बपतिस्मा को आछते आ कहले सर मु आपण को पाखरे नेबा कथा आपण गोटे तो बड़ लोक मो पाखरे नउछत मो बली सान लोक पाखरे नउछत कोन अरे बोली कोई कहला बलको प्रभु उत्तर देले बाबू बपतिस्मा पाखरे बड़ सान बोलीबाटा नाई आ हालेलुया धनी गरीब बोलीबाटा नाई धनी हेले भी बपतिस्मा ग्रहण न कले मरि की नरक को जीव शैतान को लांच देकी बंची जी भावने हालेलुया बाप्तिस्मा नहीं केते शानदा देले बंची जीवन भाव ने हालेलुया बाप्तिस्मा ने देके चूर्ण मारी देले चर्च को स्वर्ग जीवन भाव ने हालेलुया बुझलो कि नहीं बाप्तिस्मा न पाई कि हमर कुकुडा र अंडा देले लाग नहीं हमर प्रथम गाय हमर प्रथम हेर मेंढा छेली को टाणी दे देलु भाई प्रार्थना कर जीवन साथ लोग जब छेली रे जीवन है स्वर्ग को कुकुडा देले जीवन है स्वर्ग को अंडा देले जीवन है स्वर्ग को चूर्ण मारले स्वर्ग को जीवन है तुम धार्मिक गणित हेबा कहले तुम विश्वास करी बाप्तिजित हेबा कहबो हालेलुया आमे माने जानो आमे माने पाप सकासु पापर मुक्ति निमंते पापर क्षमा निमंते बाप्तिस्मा नेलु तो प्रभु यीशु ख्रीष्ट काहे कि नेले कि से कोन पाप हे जेथिला कि ना आम्भ मान को एक आदर्श दिखाइले तू बड़ सान बोली बाटा नहीं भाई तो जे के हो बपतिस्मा नेबाकू पड़िबो प्रेज द लॉर्ड जस हालेलुया तो बिजाती हेले कोन क्रिश्चियन परिवार जन्म हेले कोन नेबाकू पड़िबो बपतिस्मा नेबाकू पड़िबो हालेलुया धनी गरीब काला गोरा इंडिया अमेरिका फरक नहीं तेलुगु ओडिया फरक नहीं विश्वास रो पिला कि पास्टर रो पिला फरक नहीं बपतिस्मा नेबाकू पड़िबो 2023 रे फेब्रुआरी रे मुकेरी बपतिस्मा नेला मु जबरदस्ती कोनी प्रार्थना करथि खाली प्रभु तुम आगमन आसीबा को जाऊ केमिति बुझाइबे अरे मुझे तो पास्टर ओ पास्टर ओ जे माने हम भाव हम पापा पास्टर को स्वर्ग पळ को थे बुझाई कि तोर बापा पास्टर हेले भी तो स्वर्ग जीव नहीं दे निजे कांदीबा पड़िबो निजे प्रभु को गोड़ धरिबा पड़िबो तो केमिति करबो जणा नै प्रभु आसला मैं पळे तो रोई जब देख बोल कोई थोर सब पड़े मु प्लान करथिले केमिति आपको बुझाइबे से सब सुने अपहो बोल कहले तो कहि देबो मोर पर समान किंतु सेमिति नै प्रभु धरिबार अछि से निजे प्रभु के साथ कनेक्ट हेबार अछि ए आत्माडे प्रार्थना करे बोली जबरदस्ती करले करिवो का सेटा ठीक नहीं निजे हृदय बाहर बोली प्रार्थना करूथिली हैं बाबूजी गोटे पैशन ऑफ प्रेसिडेंट मता को देखाइबे गोटे छुट्टी देखि छुट्टी दिन देखि कि एले से कोरोना मय गोटे देखाइबे तब सब जानो कि यीशु को किते क्रूसार्पण करा हैला बोले समान सेटा फेब्रुअरी 5 तारिख थिला हमर मैरिज डे थिला आ से रात रे मो साथ रात 2टा रे उठी के अलग रूम रे जाय कि प्रेयर करे 2टा रो 5 से जाय प्रार्थना करे कि बाइबल प्रिपेयर हुए ध्यान करे मो अलग रूम गली रात रे आसला के कांदी कांदी आसला डैडी बोलछि कहला रे कोन मैं गोटे भयंकर गोटे स्वप्न देखली डैडी वो सबले फोन देखुथिबो कोन गोटे मुंडे पसी गलो ना कोन स्वप्न डर जायत मु भी पचरनी की स्वप्न बोली उंडी को प्रार्थना करली प्रभु ता डर भय काढी दियो बोल गई कि ता करतर सोइली और ता ऊपर हाथ देकी प्रार्थना करूथिली आहुरी कांदी पकायला मोर नाइट पैंट पूरा भिजी गला तार कांदरे पूरा एते आखिर पानी पर कोन हला बहुत बड़ भयंकर स्वप्न देखली प्रभु का आगमन को स्वप्न रे देखली तो मु भाबिली सब बड़े वाक्य सुनुची मोर कोन गोटे सेंस माइंड रे आस जाई तो मते स्वप्न को सीरियसली निया नै अपन जान छथि मैं भी पचार न थिले हां ठीक अछि कि चिंता नै वैसे प्रार्थना करो हरि कांदो छी दाडी कान रोई पारु नहीं बोलता तो डाउट लागला कोन गोटे हाथ धरली आउथर तब साइड रूम को नेली तार कारण तार मासोई छिला साइड को नेलु आंठैलु पचार भी कोन से कहला डैडी मु ग्राउंड रे पार्क रे खेलु थिली घर पाके पार्क थिला से पार्क रे खेलु थिली आ तो मैं मम्मी दी जणो स्कूटी रे आसले अगले टेकेरी आसे टाइम हे गलानी पळाइबा बोल ताकी थलो हमु कहली ना टिका अटके खेली कासरी बोल कहली
बोल कहला तुम दी जण स्कूटी रे पळाउथिलो आ मो से गेट बाहर देखुथिले पार्क रे गेट बाहर देखुथे तुम दी जण जाउथिलो जाओ जाओ दी जण गायब देखा गला नहीं स्कूटी सीट रही गला आ तुमरा ड्रेस जा रही गला केरी बहुत थोड़ा आगमन रो प्रचार सुनला किंतु आगमन रे हमर ड्रेस रही जो बोल के बेसी जानि नहीं से स्वप्न रे देखले ड्रेस हम तीन दिन रहिला बोले अरे बोले धाई धाई आसला बेल को स्कूटी खाली पड़ी छी घर को धाई देखला बेल को नाही हम दिन नथिलु पुनी से कहछ मम्मी नहीं डैडी नहीं काडे गले तापरे तार मौसी रहउछते मेरी माने रहउछते तो तांको से साइकिल धरकी साइकिल चले चले ताक घर को गलारू से हमरो संगीता रो सान भौणी मेरी से बाहर लुगा काचू थिला पणे ए लुगा काचू काचू पळाला से ड्रेस रही गला अथा धोती बस स्थान रे से घर खाली तापर साइकिल चला चले चर्च गला पड़े चर्च गला पर सब ब्रदर सिस्टर्स माने थिबे मेरी आंटी हम माने थिबे पास्टर माने थिबे सब थिबे के नहंती पूरा खाली कैंपस खाली आ देखु देखु एमिति से कहउथिला से भूमिकंप बोल कोई जान पर भूमि होलुथिला जोर रे होलुथिला आ दी भाग दी खंड होउथिला डैडी आ मु देखि आकाश रु कोन गोटे जळुथिबे गोटे बड़ पत्थर गोटे पडुछि बोल देखिला एति थिला असे कांदे उठिला हो रही जीवे ना केमती एटा बोली समस्त छाड़ी पळेबे कि मते बोल कहला मु भाबी ना एटा निश्चित भाबे प्रभु दर्शन दैछते हालेलुया हालेलुया ना हमें ताको बुझाइलु केबे ना ताको केबे मु काउंसलिंग करले सीरियसली ना तो धीरे धीरे शिखिबो एबे जबरदस्ती करले कर देई हबो किंतु सिखति नेचुरली हेउ बोली मोर आशा थिला तो प्रभु को बहुत धन्यवाद दिले त प्रार्थना करली कन्फेशन प्रेयर कराइली कन्फेशन प्रेयर करला पर ता फिर हाथ दे के प्रेयर करला पर से कहला एडी प्रार्थना करला कोन गोटे कलाटा जा मते छाडी की गला पर देखि छी बोल जा हो बोल प्रेज द लॉर्ड हालेलुया तो संगे संगे हम चर्च गलो से पास्टर माथिले आंको पचारलो कि केरी के स्वप्न असला केमती करिया बोल नाही केरी के देबे तो 9th पढु छी अंते 23 लो कथा बैप्टिज्म दे देबा बोल ठीक अछि मु दे देबा बोल तो से चर्च रो हमरो पास्टर निरीक्षण भाई थिले से समस्त में बैप्टिज्म देले केरी भी बैप्टिज्म देला हालेलुया आओ समय नाही प्रिय माने आश्चर्य पोझियो हो कि विश्वासी मंगर पोझियो कि विजाति मानकर पोझियो हो तो परित्राण पाइले ही स्वर्ग जीव हालेलुया पर्सनली कनेक्टेड हेले ही स्वर्ग जीव हालेलुया निजटा फोन गुटे थाओ छे निजर बाइबल काहे के नै तुम मानकर निजर गाड़ी गोटे थाओ छे निजर गोटे परित्राण काहे कि नै मां बापा प्रार्थना करते जय बापा मान प्रार्थना करते करंतु जे सेतिकी रे जीवे नै मां बापा नाम धरि के स्वर्ग को जाई पारिबो नै जय बापा नाम धरि के स्वर्ग जाई पारिबो नै कि आपनकर पास्टर नाम देई कि स्वर्ग को जाई पारिबो नै तमे भी यीशु को नाम धरिबा को पड़िबो हालेलुया यीशु मोर त्राण करता अटंते बोली कहिबा को पड़िबो यीशु मते परित्राण देले बोली कहिबा को पड़िबो तांकु मो भी प्रभु बोली मानि नेली बोली कहिबा को पड़िबो से मोर एकमात्र ईश्वर अटंते बोली कहिबा को पड़िबो हालेलुया यदि एहा मुखर स्वीकार करिछो ताले बपतिस्म नेबा को तुमे योग्य होतो प्रेज द लॉर्ड ओ पास्टर है कि मोर जीव को मु बपतिस्म देनी हमर चौथर पास्टर को हाथ रे देली बपतिस्म के देले सेटा बड़ कथा नै तुमर बुद्धि किमती ठीक है लागरी सेटा देख पाके प्रेज द लॉर्ड तुमे मन परिवर्तन यदि ठीक ठाक करिवो ताले जे बपतिस्म देले स्वर्ग जीव प्रेज द लॉर्ड बस को हालेलुया जो तुमर माइंड ठीक नहीं तुमर निष्पत्ति ठीक नहीं मन परिवर्तन ठीक रहे नहीं राज्य दान देले भी जीवन जीतो आगे देले भी जीवन स्वर्ग को माइंड ठीक अछि कि आत्मिकता धरि रखिछो कि प्रभु को धरि रखिछो कि जोठी बपतिस्म नेले मध्य तोमर नाम जीवन पुस्तक लिखा है हालेलुया तो बाइबल कहे प्रथम जे माने प्रभु यीशु ख्रीष्ट ठारे विश्वास करंती से माने धार्मिक गणित होती प्रेज द लॉर्ड और द्वितीय रे बाप्तिज को जहन कहले यीशु को कि आपण कोन सा मो पाखरे बपतिस्म नेउछंती तो प्रभु कहले बड़ सानो पास्टर विश्वासी विजाति एमिति किछि फरक नै तुमे जे केई हेउ बपतिस्म नै कि ईश्वर को धर्म कर्म साधन करिबा को पड़िबो हालेलुया तार अर्थ कोन
ବାପ୍ତିସ୍ମ ନେବା ମଧ୍ୟ ଏକ ଧାର୍ମିକତାର କ୍ରିୟା ଅଟେ। ପ୍ରେଜ୍ ଦ ଲର୍ଡ। ତ ସେ ମାନେ ଧାର୍ମିକ ଅଟନ୍ତି ଯେଉଁମାନେ ବାପ୍ତିସ୍ମ ନିଅନ୍ତି। ପ୍ରେଜ୍ ଦ ଲର୍ଡ। ତାପରେ ନମ୍ବର 3 ପ୍ରଥମ କରିନ୍ଥୀ 6 ଅଧ୍ୟାୟ 11 ପଦ ପଢିବା। ପ୍ରଥମ କରିନ୍ଥୀ 6 ଅଧ୍ୟାୟ ଆଉ 10 11 ବି ପଢିଲେ। କି ମୈଥୁନକାରୀ କି ଚୋର କି ଧନ ଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାର ନାହିଁ। ଆଉ ତୁମମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମେମାନେ ଧୌତ ହୋଇଅଛ, ପବିତ୍ରକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। ହାଲେଲୁୟା। ଜୋରସେ ହାଲେଲୁୟା। एक्चुअली बोधे 9 पद पढ़िबार थिला। अबा अधार्मिक माने जे ईश्वर को राज्य अधिकारी हेबे नहीं, एहा कि तुम्हें माने जानो नहीं। पढ़ देखो तो के स्वर्ग को जीवे नहीं पड़े ईश्वर को राज्य अधिकारी हेबे नहीं। अधार्मिक माने अधार्मिक बोली कहा को कहू बोली कहिलारो तळे लिखा अछि 9 पद रे भ्रांत हुओ नहीं, व्यभिचारी कि प्रतिमा पूजक कि पारदारिक कि स्त्री बताचारी कि पुमैथुनकारी कि चोर कि धनलोभी कि मतुआल कि निंदक कि परद्रव्य लुंठनकारी एमाने सब अधार्मिक एमाने ईश्वर को राज्यर अधिकारी हेबे नहीं। आउ तुम्हे माने मानक मध्यरु केही केही एही प्रकार थिलो आमे थिलो आगे से नहीं। प्रेज द लॉर्ड। आमे मते से प्रकार अधार्मिक जीवन यापन करूथिलु पुनी, किंतु प्रभु यीशु ख्रीष्टଙ୍କ नामरे नंबर 1 ओ आम्भ मानकर ईश्वरଙ୍କର आत्माଙ୍କ द्वारा नंबर 2 तुम्हे माने नंबर 1 धोइतो होइछ, नंबर 2 पवित्रीकृत होइछ, नंबर 3 धार्मिक बोली गणित होइछ। हालेलुया। तो एठी आउ गोटे नंबर आसला कहार माने पवित्र आत्माଙ୍କର नाम आसला। केमिति धार्मिक गणित हेबो? नंबर 1 प्रभु यीशु ख्रीष्टଙ୍କ ठारे विश्वास करिवार, नंबर 2 चलो रे बाप्तिस्म नेबार। हालेलुया। हालेलुया। बाप्तिस्म को तमिल रे बाप्तिस्म को ज्ञान स्नानम बोली लिखा अछि। कि स्नानम? ज्ञान स्नान में ज्ञान पाई कि स्नान करिबार। हालेलुया। एक ज्ञानदायक स्नान। स्नान मीन्स गाधैबार, ज्ञान पाओ कि आमे पापी ओटो बोली ज्ञान पाइबार, आमर परित्राण करता जीसु ओटंती बोली ज्ञान पाइबार। जीसुଙ୍କର क्रूस जिहुदी मानकर पॉलिटिक्स पाइ नथिला, एटा आमर पाप पाइ थिला बोली मानि नेबार। हालेलुया। कन्नडा बाइबल रे कर्नाटक रो बेंगलुरु रो कन्नडा भाषा रो बाइबल रे बाप्तिस्म को कोन कहंती जानछो? दीक्षा स्नान बोली कहा जाए। कि स्नान? दीक्षा माने कोन? दीक्षा मन मान तो ना दीक्षा देखो हमको तेलुगु रे इनती अय्यप्पा माला पिंदंती कला ड्रेस 40 दिन रो दीक्षा से मन करो कि 40 दिन आमे आमिष खाइबो नै, आमे 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 परिवार संग रहिबो नै, आमे स्वामी स्त्री मिसिक रहिबो नै, आमे चप्पल पिंधिबो नै, आमे अलगा ड्रेस पिंधिबो नै, आमे सब सखाळ प्रबल ठंडा रे पाहांतर टिके ठंडा पानी गाथाइबो आ माळ पिंधिबो आ सब सकाळ संध्या पूजा करिबो आ मकर ज्योति देखिया पई जीबो केरल को। एटा दीक्षा समान गोटे मानत 40 दिन रो मानत पहिला परी। तो जो बाइबल लिखा है बाप्तिस्म कन्नड़ बाइबल दीक्षा स्नान मीन्स एटा 40 दिन रो दीक्षा न है, जीवन काल रो दीक्षा एटा कि प्रभु को हमें पवित्र जीवन यापन करिबो। हालेलुया। प्रभु को पे उत्सर्गीकृत जीवन यापन करिबो। हालेलुया। बाप्तिस्म एक प्रथा न है, बाप्तिस्म एक परंपरा न है, बाप्तिस्म एक रीति नीति न है, बाप्तिस्म एक निष्पत्ति अटे, बाप्तिस्म एक सिद्धांत अटे, बाप्तिस्म एक कमिटमेंट अटे। हालेलुया। जे बाप्तिजित हैला प्रभु से ईश्वर को धर्म कर्म साधन करछि बा धार्मिक गणित होइछि। और तृतीय रे देखिलु प्रथम करते 6:11 रे कि प्रभु यीशु ख्रीष्ट को नाम द्वारा और पवित्र आत्मा को द्वारा से आम्भ मान को धौत करि अछंती, आम्भ मान को पवित्रीकृत करि अछंती, आम्भ मान को धार्मिक गणित करि अछंती। हालेलुया।
के दरकार है हमको पवित्र आत्मा दरकार कौन के दरकार मो पर देखो हालेलुया हालेलुया पवित्र आत्मा कौन पे दरकार हमको कहउनांती के जोटा प्रभु तो अच्छा पवित्र आत्मा के पे दरकार नहीं देखो तो समस्त गोटे गोटे काम होछि प्रभु जीशु ख्रीष्ट को काम प्रभु जीशु ख्रीष्ट कले आमर पाई प्रसारित होई आम मानकु दंडरो मुक्त कले हालेलुया आम पाई रक्त छराई ताको रक्त रे हमकु धौत कले हालेलुया आम सपक्ष रे थाई कि पिता को निवेदन करी कि आम निमते क्षमा नै कि आसले अब प्रभु कहले ए मानकु क्षमा कर दियो पिता माने अनुताप करछथि ना बेचारा पाप माने जानि परले नै आ ए माने अनुताप करूछथि केते केते कांदु छथि तो क्षमा कर दियो मोर मुह देखि क्षमा कर दियो मु क्रूसार्पित हेली जे एतबे ए मन को क्षमा कर दियो मोर निर्यातना मोर 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 ए सब घा आघात देखि कि मोर प्रहार देखि कि पिता ए मन को क्षमा कर दियो बोली प्रभु निवेदन कलारो परमेश्वर पिता परमेश्वर हमको क्षमा करले हालेलुया बहुत हेई गलु आमे मुक्त हेई गलु क्षमा प्राप्त हेई गलु प्रभुकर संतान भी हेई गलु प्रभु यीशु ख्रीष्ट कोन करले प्रभु यीशु ख्रीष्ट कोन करले आम हाथ पवित्र आत्मा हाथ देकी कहले पवित्र आत्मा तुमको जगत रे चलाइबे केमिति विजयी रो जीवन यापन करिबार हालेलुया हालेलुया कारण हमें परित्राण पाई कि भी पुनर्बार ए पाप जगत रे अछु जे हाँ कि नहीं आउ तोर पाप रे पड़ी जीवार संभावना रहउछि आउ तोर दुर्बल हे जीव काले बोलिबा संभावना डेंजर रहिछि आउ तोर खुशी जीवन कोन आउ तोर जगत रे आकर्षण रे पड़ी जीवन कोन डेंजर रहिछि तेरे प्रभु सिखाइले तुमे परित्राण पाइलो जे पवित्र आत्मा मांगो से पवित्र आत्मा आसे तुमको कौन करिवे जेते थोर पाप को देखि तुमे जाजियो में चेष्टा करथिबो पवित्र आत्मा तुमको टाणु तुम जान आसे पटको हालेलुया जगत आकर्षण आडको जगत पाप प्रति आकर्षित होई कि से पुर जीवी बोलला बळको पवित्र आत्मा कौन करबे जोर रे धरि के टाणबे हालेलुया जे तुमे कहूछो आगे मैं प्रार्थना करी जानि पारनी आधा घंटा घंटा केमति प्रार्थना करू जणा नहीं पवित्र आत्मा सिखाइबे हालेलुया तुमे जदी कहूछो सब बही पढी के बुझते होछि आज्ञा बाइबल पढ़ले बुझे उनी काहे कि तो पवित्र आत्मा सहायता करबे हालेलुया ए टू जेड सपोर्ट करियो पवित्र आत्मा प्रेज द लॉर्ड थैंक यू एथि पय पवित्र आत्मा दरकार बाइबल को बुझिया पय प्रार्थना सिखिया पय पाप ऊपर जय लाभ करिया पय परीक्षा को जय करिया पय दुख को सहय करिया पय पिता ईश्वर करो गौरवर जीवन यापन करे पय हमको के सिखाइबे पवित्र आत्मा सिखाते हालेलुया हालेलुया हमको मैनर्स हमको 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 उत्तम कोन कहबे मैनर्स को कोन कहबे उत्तम स्वभाव उत्तम गुण घरे मां सिखांती आ दुनिया रे केमिति बंचिबार स्कूल रे मास्टर माने सिखांती हालेलुया हो कि नहीं आ गया केते जिंस मां बाप माने सिखाइबे और केते जिंस स्कूल रे सिखांती मास्टर माने टीचर माने सिखांती अम्मा एमिति किछ जिंस प्रभु यीशु ख्रीष्ट सिखांती और केते विषय पवित्र आत्मा सिखांती अम्मा मानको तेणु करी पवित्र आत्मा पाइबारो पवित्र आत्मा जे पाइछि बाइबल को है से माने धार्मिक गणित होंती हालेलुया नंबर 4 रोमियो 2 अध्याय 13 पद काले भी पढ़ी थिलु और थोड़े पढ़ी देबा रोमियो 2 अध्याय 13 पद कारण व्यवस्थार श्रोता माने ईश्वर को साक्षात रे धार्मिक नुहंती किंतु व्यवस्था पालनकारी माने धार्मिक गणित हेबे हालेलुया व्यवस्था श्रोता माने धार्मिक नहंती कोनी आ गया व्यवस्थार पालनकारी माने धार्मिक गणित हेबे मो पढ़ देखंतु खाली कहूली हजारटा सभारे बसवाटा बड़ कथा नहीं मैं क्रिश्चियन गिरजा जा पड़ो ठीक अच्छे बढ़िया क्रिश्चियन जो सभा गोटे सभा जाओ के मना करला सेथिरे मार्क पड़िबनी स्वर्ग रे गिरजा जाउची वाव पर्व पड़छि वाव चुनो मारला वाव नुआ ड्रेस किनला वाव कुकड़ा काटला प्रभु को मार्क देबी बढ़िया पालु छै तो पर्व बाप रे
ମୋର ଇଚ୍ଛା ପଇସା ଅଛି ଚୂନ ଲଗାଅ, ପଇସା ଥିଲେ ଡ୍ରେସ କିଣୁଛ, ସେଥିରେ ଧାର୍ମିକ ଗଣିତ ହେବ ନାହିଁ। କେତେ ପରିମାଣରେ ବାଇବେଲ ଶିଖିଛୁ, କେତେ ପରିମାଣରେ ପାଳନ କରିଛୁ, କେତେ ପରିମାଣରେ ଆଜ୍ଞାବହ ହେଉଛୁ, ଏହା ପ୍ରଭୁ ଦେଖିକି ଆମକୁ ମାର୍କ ଦିଅନ୍ତି ସ୍ୱର୍ଗରେ। ହାଲେଲୁୟା। ବ୍ୟବସ୍ଥାର ସ୍ରୋତ ମାନେ ନୁହେଁ, ପାଳନକାରୀ ମାନେ ଧାର୍ମିକ ଗଣିତ ହେବେ। ତେଣୁକରି ଆମ୍ଭ ମାନଙ୍କର ଏଇ ପ୍ରଚାର, ଏଇ ସବୁ ବାକ୍ୟ ଏକ ରାଜନୈତିକ ଭାଷଣ ନୁହେଁ। ଷ୍ଟାଣ୍ଡ ଅପ୍ କମେଡିଆନ ହସାଇ ହସାଇ କଥା ହୁଅନ୍ତି ନାଇଁ କି ଲୋକମାନେ, କମେଡି ନୁହେଁ, କମେଡି ଶୋ ନୁହେଁ, ଏଟା ରାଜନୈତିକ ଭାଷଣ ନୁହେଁ। କୋଉଠି ଗୋଟେ ନୂଆ ଆସିଥିଲି, କହୁଥିଲେ ଆଜ୍ଞା ଆମର ଚର୍ଚ୍ଚରେ ଆପଣ ଲେକ୍ଚର ଦେବେ କି? ଲେକ୍ଚର? ହଁ ପ୍ରଫେସର ହେଇଛି, ଲେକ୍ଚର ଦେବାର ଅଛି। ତାପରେ କୋଉଠି ବାକ୍ୟ ଦେଇ ସାରିଲା ପରେ ଆପଣଙ୍କର ସ୍ପିଚ ବଢିଆ ଥିଲା। ସ୍ପିଚ? ତୁମେ ଏଇଟା ଈଶ୍ୱରଙ୍କର ବାକ୍ୟ ବୋଲି ମାନୁନ ନାଇଁ କି? ଆଜି ପ୍ରଭୁ ମୋ ସାଙ୍ଗରେ କଥା ହେଲେ ଲାଗୁନି ବହୁତ ଜଣଙ୍କୁ, ବହୁତ ଚର୍ଚ୍ଚ ମାନଙ୍କରେ ସ୍ପିଚ ବୋଲି କହନ୍ତି, ଏଟାକୁ ଲେକ୍ଚର ବୋଲି କହନ୍ତି, ଭାଷଣ ବୋଲି କହନ୍ତି। ଆମେ ମାନୁ ଏଇଟା ପ୍ରଭୁ କଥା ହଉଛନ୍ତି ବୋଲି, ପ୍ରଭୁ ବୁଝାଉଛନ୍ତି ଆମକୁ ବୋଲି ମାନୁଛୁ, ପ୍ରଭୁ ଶିଖାଉଛନ୍ତି ବୋଲି ମାନୁଛୁ, ପ୍ରଭୁଙ୍କୁ ବାଟ ଦେଖାଉଛନ୍ତି ବୋଲି ଆମେ ମାନିକି ଗ୍ରହଣ କରିକି ଚାଲୁ। ହାଲେଲୁୟା। ଏଥିପାଇଁ ଜୀବନ ସଜାଡି ହେଲୁ ନା। ଆଉ କହିଲେ ଏ ଯୁବ ଅବସ୍ଥାରେ ସେବା କରିବାର ଦରକାର କଣ? ଆଜ୍ଞା ଏମାନଙ୍କୁ ମାନଙ୍କୁ ଦେଖ, ସେବକ ମାନଙ୍କୁ ଦେଖ, ଯୁବା ଅବସ୍ଥାରେ ଆପଣ ଜୀବନ ପ୍ରଭୁଙ୍କ ହାତରେ ଦେଇଛନ୍ତି। ଦୁନିଆର ଲାଳସାକୁ ଛାଡ଼ି ଦେଇକି, ସିଗରେଟ ମଦ ଛାଡ଼ି ଦେଇକି, ଦୁନିଆର ଷ୍ଟାଇଲ ଛାଡ଼ି ଦେଇକି, ଓ ହିରୋ ପଛରେ ଫ୍ୟାନ ହେବାକୁ ଛାଡ଼ି ଦେଇକି, ଓ କ୍ରିକେଟ ପଛରେ ପାୟା ହେବାକୁ ଛାଡ଼ି ଦେଇକି ପ୍ରଭୁଙ୍କ ପାଇଁ ଠିଆ ହେଲେ। କେମିତି? ବାକ୍ୟକୁ ସେମାନେ ଆସ୍ୱାଦନ କଲେ, ବାକ୍ୟକୁ ଗ୍ରହଣ କଲେ, ବାକ୍ୟକୁ ପାଳନ କରିକି ଆଜି ସେବକ ପରି ଠିଆ ହେଇଛନ୍ତି। ହାଲେଲୁୟା, ହାଲେଲୁୟା। ଆଉ ଆପଣ ମାନେ କେତେ ଜଣ ସେବାରେ ବାହାରୁଛ କି? ଦେଖ ତ, ପ୍ରଭୁଙ୍କର ଆଗମନ ବିଳମ୍ବ ଥିଲେ ଆଉ କାହିଁ ନୂଆ ନୂଆ ଜେନେରେସନ ସେବକ ସେବିକା ମାନେ କୁଆଡେ ଗଲେ? ନାଇଁ, ଆଉ ଷ୍ଟାଇଲ କରିବା ଦରକାର କାହିଁ? ପ୍ରଭୁଙ୍କ ପାଇଁ ସମର୍ପିତ ହେବାକୁ ଜାଣି ପାରୁନୁ। ଏତିକି ବାକ୍ୟ ଶୁଣିକି ବୋଝ ଆସୁନି କି ପ୍ରଭୁ ଆଉ ଚାରିଟା ଆତ୍ମା ଲାଭ କରିଥାନ୍ତୁ, ଆଉ ଗୋଟେ 4ଟା ଗାଁକୁ ଯାଇକି ପ୍ରଚାର କରିଥାନ୍ତୁ ବୋଲି ହୃଦୟରେ ଆସୁନି କାହିଁକି? ବାକ୍ୟ ଶୁଣ, ପ୍ରଭୁଙ୍କୁ ଧନ୍ୟବାଦ ଦେବା। ହାଲେଲୁୟା। ପାଳନ କର, ସମର୍ପିତ ହୁଅ, ଧାର୍ମିକ ଗଣିତ ହେବ। ଶେଷରେ ଗୀତ ସଂହିତା 24:24 ପଦ ପଢିବା। ଗୀତ ସଂହିତା 24:3-4-5 ପଦ। କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? କିଏ ସଦାପ୍ରଭୁଙ୍କର ପର୍ବତରେ ଆରୋହଣ କରିବ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? କିଏ ତାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? ଯାହାର ହସ୍ତ ସୂଚି, ଯାହାର ହସ୍ତ ସୂଚି, ଅନ୍ତଃକରଣ ନିର୍ମଳ, ଯାହାର ଅନ୍ତଃକରଣ ନିର୍ମଳ, ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରି ନାହିଁ, ସେ ସଦାପ୍ରଭୁଙ୍କ ଠାରୁ ଆଶୀର୍ବାଦ, ସେ ସଦାପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇବ। ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କ ଠାରୁ ଧାର୍ମିକତା ପ୍ରାପ୍ତ ହେବ। ଆଉ ସେ ଆପଣା ପରମେଶ୍ୱରଙ୍କ ଠାରୁ ଧାର୍ମିକତା ପ୍ରାପ୍ତ ହେବ। ହାଲେଲୁୟା, ହାଲେଲୁୟା। ତ ନମ୍ବର 1, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାର, ସେ ହିଁ ଏକମାତ୍ର ପ୍ରଭୁ ଆଉ ଈଶ୍ୱର ଅଟନ୍ତି ବୋଲି ବିଶ୍ୱାସ କରିବାର, ସେ ଧାର୍ମିକ ଗଣିତ ହେବ। ନମ୍ବର 2, ଯେ ବିଶ୍ୱାସ କଲା ସେ ବାପ୍ତିଜିତ ହେବ ନିଶ୍ଚିତ ଭାବରେ। ଯଦି ବିଶ୍ୱାସ କରିବ ନାହିଁ ତାହେଲେ ତୁମର ବାପ୍ତିସ୍ମ ଭ୍ୟାଲିଡ ହେବ ନାହିଁ, ଫେକ୍ ହେଇଯିବ, ନକଲିଟା ହେଇଯିବ। ତେଣୁକରି ବିଶ୍ୱାସ କରିବାର, ବାପ୍ତିଜିତ ହେବାର ଧାର୍ମିକ ଗଣିତ ହେବ। ବାପ୍ତିସ୍ମ ପାଇଲା ପରେ ଏହି ପାପ ଜଗତରେ ପବିତ୍ର ଭାବରେ କେମିତି ଜୀବନ ଯାପନ କରିବାର କେମିତି ଶିଖିପାରିବୁ? ବାକ୍ୟ ଦେଇ ଶିଖିବୁ ଯେ ପାଳନ କେମିତି କରିପାରିବୁ, ମାନେ ପବିତ୍ର ଆତ୍ମା ଆମକୁ ଶିଖାଇବେ, ପବିତ୍ର ଆତ୍ମା ଆମକୁ ଚଳାଇବେ, ପବିତ୍ର ଆତ୍ମା ବିଜୟର ଜୀବନ ଆମକୁ ଶିଖାଇବେ। ତେଣୁକରି ପବିତ୍ର ଆତ୍ମା ପାଇବା ଲୋକମାନେ ଧାର୍ମିକ ଗଣିତ ହୁଅନ୍ତି ବୋଲି ବାଇବେଲ କହେ। ତାପରେ ବାକ୍ୟ ଶୁଣୁଥିବାର, ହାଲେଲୁୟା। ବାକ୍ୟର ଶ୍ରୋତା ମାନେ ନୁହେଁ, ବାକ୍ୟର ପାଳନକାରୀ ଦରକାର। ଆଜି ବହୁତ ଜଣ ପ୍ରଭୁଙ୍କୁ ପାଆନ୍ତି, ବହୁତ ଜଣ ଖ୍ରୀଷ୍ଟିଆନ ମାନେ ଆଜି ଅଛନ୍ତି ଯେଉଁମାନେ ବାକ୍ୟକୁ ଧରନ୍ତି ନାହିଁ, ସେମାନେ କେବଳ ଦର୍ଶନକୁ ଧରନ୍ତି। କଣ ଧରନ୍ତି? ଦର୍ଶନ, ଭାବବାଣୀ, ସ୍ୱପ୍ନ, ସେଟା ସବୁ ମନା ନୁହେଁ। କିନ୍ତୁ ଯଦି ତୁମେ ବାକ୍ୟକୁ ବୁଝିପାରିଲ,
ଏବେ ପ୍ରଭୁ ମୋ ସାଙ୍ଗରେ ଦର୍ଶନରେ କଥା ହେବା ଦରକାର ତାଙ୍କୁ ନାହିଁ, ବାକ୍ୟ ଦେଇକି କଥା ହେବେ। ହାଲେଲୁୟା। ମତେ ସ୍ୱପ୍ନ ଦେଇକି କଥା ହେବା ଦରକାର ନାହିଁ, ବାକ୍ୟ ଦେଇକି କଥା ହେବେ। ପ୍ରିୟ ମାନେ, ବହୁତ ଜଣ ଖାଲି ଭାବ ବାଣୀରେ ଚାଲିଛି ଲାଇଫ ସାରା। ଭାବୁଥିବେ ଟିକେ ମୋ ପାଇଁ ପ୍ରାର୍ଥନା କରିଦେଇକି ପ୍ରଭୁ ମୋ ପାଇଁ କଣ ଜଣା ଟିକେ ଜଣା କହିଦିଅ। ତୁମକୁ ଅଲଗାରେ କାହିଁକି ଜଣାଇବେ? ସମସ୍ତଙ୍କୁ ପରିତ୍ରାଣ ପ୍ରାପ୍ତ କରିବା ପାଇଁ ସେ ଜଣାଉଛନ୍ତି। ହାଲେଲୁୟା। ସମସ୍ତଙ୍କୁ ମନ ପରିବର୍ତ୍ତନ କରିବାକୁ ସେ ଜଣାଉଛନ୍ତି। ଆଉ ସମସ୍ତେ ପବିତ୍ରୀକୃତ ହୁଅ ବୋଲି ଜଣାଉଛନ୍ତି। ସମସ୍ତଙ୍କୁ ଜଗତର ପୃଥକ ହେବା ପାଇଁ ସେ କହୁଛନ୍ତି। ସମସ୍ତେ ଆଗମନ ପାଇଁ ପ୍ରସ୍ତୁତ ହଉ ବୋଲି କହୁଛନ୍ତି। ଏକ୍ସଟ୍ରା କଣ କହିବେ କହୁନାହାନ୍ତି? ସମସ୍ତଙ୍କ ପାଇଁ ଏକ ନୁହେଁ କି ବାକ୍ୟ? ସମସ୍ତଙ୍କ ପାଇଁ ଏକ ପଥ ନୁହେଁ କି? ସମସ୍ତଙ୍କ ପାଇଁ ଏକ ଲକ୍ଷ୍ୟ ନୁହେଁ କି? ଅଲଗା ଥିବ କି? ତୁମେ ଯାହା ବି କର ପବିତ୍ର ରୁହ। ହାଲେଲୁୟା। ତୁମେ ଯେ କେହି ହଉ ପରିତ୍ରାଣ ପ୍ରାପ୍ତ ହୁଅ, ବିନଷ୍ଟ ହୁଅ ନାହିଁ। এটা ନୁହେଁ କି ତାଙ୍କର ବାକ୍ୟ ଆମକୁ ଯାହା ଶିଖାଏ। ଆଜ୍ଞା ବହ ହୁଅ, ପାଳନ କର। ଆଉ ଲାଷ୍ଟରେ ଆମେ ଦେଖିଛୁ କିଏ ଧାର୍ମିକତା ପ୍ରାପ୍ତ ହେବ, କିଏ ଧାର୍ମିକ ଗଣିତ ହେବ। ନମ୍ବର 1, ଯାହାର ହସ୍ତ ଶୁଚି। ପ୍ରଭୁକୁ ଧନ୍ୟବାଦ ଦେବା। ହସ୍ତ କେମିତି ଥିବାର ଅଛି? ଶୁଚି ମାନେ କଣ? ଚୋରି କାମରେ ହାତ ପକାଇବାର ନାହିଁ, ଠକିବା କାମରେ ହାତ ପୁରାଇକି ପଇସା ଆଣିବାର ନାହିଁ, ମଦ ବ୍ୟବସାୟ କରିକି ପଇସା ଆଣ ନାହିଁ, ପୁଡ଼ିଆ ଖାଇଲି ବିକିକି ପଇସା ଆଣ ନାହିଁ, ଚୋରି ମାଲଟା ବିକିକି ପଇସା ଆଣ ନାହିଁ। ହାତ କାହାକୁ ଦର୍ଶାଏ? କାମକୁ ବୁଝାଏ। ହସ୍ତ କର୍ମ ବୋଲି କହନ୍ତି ନାହିଁ, ହସ୍ତର ପରିଶ୍ରମକୁ ବୁଝାଏ କି ନାହିଁ? ଆମମାନଙ୍କର ପରିଶ୍ରମ, ଆମମାନଙ୍କର ବ୍ୟବସାୟ, ଆମମାନଙ୍କର ବିଜନେସ୍, ଆମମାନଙ୍କର ଚାକରି ଧାର୍ମିକତା ପୂର୍ଣ୍ଣ ହେଇଥିବା ଦରକାର। ଅଳ୍ପ ବି ଆଣନ୍ତୁ ଘରକୁ, କିନ୍ତୁ ଧାର୍ମିକତାରେ ହିଁ ଆଣନ୍ତୁ। ହାଲେଲୁୟା। ଚୋରାଇକି ଆଣ ନାହିଁ, ଲୋକମାନଙ୍କୁ ଠକିକି ଆଣନ୍ତୁ ନାହିଁ, ଲୋକମାନଙ୍କର ଲୁଟିକି ଆଣନ୍ତୁ ନାହିଁ। ତାହା ଆମର ପାଇଁ ମଙ୍ଗଳଦାୟକ ନୁହେଁ। ହସ୍ତ, ଯାହାର ହସ୍ତ ଶୁଚି ସେ ଧାର୍ମିକ ଗଣିତ ହେବ। ହାଲେଲୁୟା। ତାପରେ ଅନ୍ତଃକରଣ ନିର୍ମଳ ଥାଉ। କେମିତି ଥାଉ? ଅନ୍ତଃକରଣ ସେ ବାହାରେ କେମିତି ଭଲ ଅଛନ୍ତି ହଉ, ତୋ ଭିତରେ ବାହାରେ ନର୍ମାଲ କଥା ହେଇଥାଉ, ଭିତରେ ଭିତରେ ଛଳନା ଥାଏ, କପଟତା ଥାଏ। ହଁ ଭାଇ ଭଲ ଦିଅ, ଭଲରେ ଦିଅ, କେମିତି ହେଇଯାଉ ବୋଲି ହଉଥିବ ଭିତରେ, ଗୋଡ ହାତ ଭାଙ୍ଗି ଯାଉ, ଆକ୍ସିଡେଣ୍ଟ ଗୋଟେ ହେଇଥାଉ ନାଇଁ, ତାର ଘର ପୋଡି ଯାଉ, ବାହାରେ ନାଇଁ ସବୁ ଭଲ। କିନ୍ତୁ ଡବଲ ଡ୍ରାମା କରିବାର ନାହିଁ, ଡବଲ ଷ୍ଟାଣ୍ଡାର୍ଡ ରହିବାର ନାହିଁ, ଦୁଇ ମନ ନଥିବାର ଅଛି, ଦୁଇ ପଟେ ନଥିବାର ଅଛି। ସଂସାର ପଟେ ଚର୍ଚ୍ଚରେ ଆତ୍ମିକତା ଦେଖାଣି, ଆଉ ବାହାରକୁ ଗଲେ ଜଗତର ଦେଖାଣି। ଏଇ ଡବଲ ଡ୍ରାମା କରିବାନି, ଏଇଟା ଛଳନା ବୋଲି କହିପାରିବେ। ସେମାନଙ୍କର ଅନ୍ତଃକରଣ ନିର୍ମଳ ନଥାଏ। ନୂଆ ଡ୍ରେସ ପିନ୍ଧିଲେ କି ଲାଭ? ହ୍ୱାଇଟ ଡ୍ରେସ ପିନ୍ଧିଲେ କି ଲାଭ? ଏଇ ପ୍ରାତର ହା ହି ହୁ ହେଲେ କି ଲାଭ? ଅନ୍ଦର ଯଦି ଠିକ ନାହିଁ, ଆମମାନଙ୍କର ପରମେଶ୍ୱର ଭିତରେ ବାସ କରନ୍ତି। ହାଲେଲୁୟା। ଆମମାନଙ୍କର ଅନ୍ତଃକରଣରେ ବାସ କରନ୍ତି କି ନାହିଁ? ଯଦି ସେ ଆମ ଠାରେ ଅଛନ୍ତି, ତାହେଲେ ଭିତରେ କିଛି ମନ୍ଦତା ନଥାଉ, କିଛି ଛଳନା ନଥାଉ, କିଛି କପଟତା ନଥାଉ। ଦୁଃଖ ଅଛି, ବାହାରେ ବି ଦୁଃଖ ପ୍ରକାଶ କର, ରାଗିଛ କି ରାଗ ପ୍ରକାଶ କର, କ୍ଲିୟର କର, କଥା ହୁଅ। କାହା ବି ବିରୁଦ୍ଧରେ ମନ ଭିତରେ କିଛିଟା ବିରୁଦ୍ଧ ଭାବ ରଖ ନାହିଁ ଆଜ୍ଞା। ରାଇଟ। ନମ୍ବର 2, ନମ୍ବର 3, ଯାହାର ମନ ଅସାରତା ପ୍ରତି ଉଠି ନାହିଁ। ହାଲେଲୁୟା। କି ପ୍ରତି? କଣ ଅସାର? ସୌନ୍ଦର୍ଯ୍ୟ ଅସାର। କଣ ସେଟା? ବିୟୁଟି ଇଜ ଡିସିଟ୍। 30 ହିତୋପଦେଶ। ଲାବଣ୍ୟ ସୌନ୍ଦର୍ଯ୍ୟ ସର୍ବପଟେ ପ୍ରଭୁ ଧନ୍ୟବାଦ। ହାଲେଲୁୟା। କେତେ ସଜାଇବୁ ମୁହଁକୁ, ବୁଝିଲ କି? ବିବାହ ହେଲା ପରେ ଦେଖା ଦେଖି ନାହିଁ, ଆଉ ଆର ମୁହଁ କହିଲେ ଆର ମୁହଁ କହୁଥିବେ ନାଇଁ, କି ଲାଭ? ମୁହଁ ସଜାଏ ପେଣ୍ଟିଂ ମାରି ମାରିଥିବେ। ସେମିତି ଆଜ୍ଞା ସମାନ ମ୍ୟାରେଜ ଏମିତି ମେକଅପ୍ ହେଇଯାନ୍ତି,
ମ୍ୟାରେଜ ହେଲା ପରେ ସେ ନ୍ୟୁଜ ରେ ଆସିଥିଲା ସକାଳକୁ ସେ ଯାଇଛି ଲୟର ପାଖକୁ, ଆଜ୍ଞା ମତେ ଛାଡ ପତ୍ର ଦରକାର। ହଁ କେତେ ବର୍ଷ ହେଲା ମ୍ୟାରେଜ ହେଇକି? କାଲି ରାତିରେ ହେଲା ଆଜ୍ଞା। ରାତି ମ୍ୟାରେଜ, ସକାଳୁ ଡାଇଭର୍ସ କୋର୍ଟ କହୁଛି ନାଇଁ ଆଜ୍ଞା ମୁଁ ଆକୁ ବାହା ହେଇନି, ମୋର ସ୍ତ୍ରୀକୁ କେହି ନେଇ ଯାଇଛନ୍ତି। ସେ କହୁଛି ମୁଁ ଏକା ବলছি ସେ ନାଇଁ ଦେଖ ପୁରା ଫଟୋ ଦେଖନ୍ତୁ, ଭିଡିଓ ଦେଖନ୍ତୁ, ଭିଡିଓରେ ଗୋରି ଅଛି। ମ୍ୟାରେଜ ସରିଲା ପରେ मेकअप କାଟି ଦେଲା ପରେ କଳା। না ये नहीं বলছি, নাই মুই একা তু নেই গোরিটা তাকে ভাই গোরিটা ঝগড়া কাই এতে ঠক কাহিଁକି? ସେମିତି ପ୍ରେମ ପାଇବା। ହାଲେଲୁୟା ହାଲେଲୁୟା। ଚେହେରାକୁ ଯାଆନ୍ତୁନି, ସୌନ୍ଦର୍ଯ୍ୟକୁ ଯାଆନ୍ତୁନି, ବେଶୀ ଦିନ ଲାଗିବନି ଆଜ୍ଞା। ଗୋଟେ ସମୟର ହିରୋଇନ ମାନେ ଆଜି ବୁଢା ହେଇକି ଅଛନ୍ତି, କେତେ ସଜାଇଲେ ବି ନା ଏଠି ସବୁ ଫୋଲ୍ଡିଂ ହେଇଯାଇଛି, ପୁରା ଆମର କମ୍ବଳ ପରେ ହେଇଯାଇଛି। କି ଲାଭ ସେଟାକୁ ସଜାଇ 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 ବୁଢୀ ହେଲା ପରେ ପେଣ୍ଟିଂ ମାରୁଥିବେ କାହିଁକି ଆଜ୍ଞା? ସେ ଯୁବା ଅବସ୍ଥାରେ ବାଳ ପାଚିଲା ମାନେ କଲର ଲଗେଇଲା, ଠିକ ଛାଡ ବଡ କଥା। ବୁଢା ହେଇଗଲା 60 ହେଲା ପରେ ପୁରା କଲରିଂ କୋଟା କାଇଁ କଲର ଲଗେଇଛ? କୋଟା କାହା କଲର ଲଗେଇଛ? ଚୁନ ଲଗେଇଛ କାହାକୁ ଇମ୍ପ୍ରେସ କରିବା ପାଇଁ? ଏଇଟା ଏଇ ସବୁ ଅସା ଆମ ପ୍ରତି ପ୍ରଭୁ ଆକର୍ଷିତ ହୁଅନ୍ତୁ। ହାଲେଲୁୟା। ଆମ ପ୍ରତି ଆତ୍ମିକ ଲୋକମାନେ ଆକର୍ଷିତ ହୁଅନ୍ତୁ। ଆମର ଠାରେ କିଛି ଯଦି ଆକର୍ଷଣୀୟ ବିଷୟ ଯଦି ଅଛି ତାହା ଆତ୍ମିକତା ହେବାର ଅଛି। ହାଲେଲୁୟା। ବାଇବେଲ କହେ ସୁଗନ୍ଧ ତୈଳ ଅପେକ୍ଷା ଉତ୍ତମ ନାମ ଭଲ। ହିତୋପଦେଶ 7:1 କଣ? 7:1 ନା? ହିତୋପଦେଶ 7:1 ପଢି ଦିଅ। ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ, ଉତ୍ତମ ନାମ ଭଲ, ଜନ୍ମଦିନ ଅପେକ୍ଷା ମରଣ ଦିନ ଭଲ। ହାଲେଲୁୟା। ଦେଖ ବହୁମୂଲ୍ୟ ତୈଳ ପରଫ୍ୟୁମ କେତେ କଷ୍ଟଲି ସେଣ୍ଟ, ଆମେ କି ସେଣ୍ଟର କ୍ଲାସ ୱାଓ ବୋଲି ହେଇଥାଉ। ଏଇଟା କେତେ ଲୋକ ଆପ୍ରିସିଏଟ କରନ୍ତି। ଆଉ କେତେ ଜଣ ସେ ଭାଇ ଦେଖ କେତେ ସୁନ୍ଦର, କେତେ କେତେ ନମ୍ର ଦେଖାଯାଉଛି, ତାର କଥାବାର୍ତ୍ତା କେତେ କ୍ଲାରିଟି ଅଛି, ତାର ଦେଖିବାଟା ବି ଅଡ୍ ନାହିଁ, ତାର ଚାଲିବାଟା, ସେ ଭଉଣୀଙ୍କର ପ୍ରେମ ଦେଖ କେତେ ବଢିଆ ଲାଗୁଛି। ସେ ଝିଅ ଦେଖ କେତେ ସୁନ୍ଦର ବାଇବେଲ ପଢୁଛି, କେତେ ସୁନ୍ଦର ଯୁଗ ସେ ଯାଇକି ବସି, এইটা নাম পাইবা। হালেলুয়া। আমার ঠারে আমার ড্রেস ভালো ଅଛି ବୋଲି নাম পাইবা অপেক্ষা, আমার সেন্ট ভালো ଅଛି ବୋଲି নাম পাইবা অপেক্ষা, আমার হেয়ার স্টাইল বঢ়িয়া ଅଛି ବୋଲି নাম পাইবা অপেক্ষা আমি উত্তম আত্মিক লোক অটু ବୋଲି নাম পাইবা। হালেলুয়া। ଅସାରତା ପ୍ରତି, ଅସାର ଜିନିଷ ପ୍ରତି ନଥିବା, ଷ୍ଟାଇଲ ପ୍ରତି ନଥିବା, ଆକର୍ଷଣ ପ୍ରତି ନଥିବା, ଧନ ଲାଳସା ପ୍ରତି ଆମ ମାନଙ୍କର ହୃଦୟ ମନ ନ ଉଠୁ। ହାଲେଲୁୟା। ନାଇଁ ଅସାରତା ପ୍ରତି ଯାହାର ମନ ଉଠେ ନାହିଁ, ଲାଷ୍ଟରେ ଯେ ଛଳ ଭାବରେ ଶପଥ କରେ ନାହିଁ। କି ଭାବରେ? ଛଳ, ଲାଭ ଦେଖିକି, ବିଜନେସ ଦେଖିକି ପ୍ରଭୁଙ୍କ ଠାରେ ଡିଲ୍ କର ନାହିଁ। ଆଜ୍ଞା ଆଜ୍ଞା ଆମେ ଆପଣଙ୍କ ସହିତ ଥିଲେ ଆମକୁ କେତେ ପଇସା ମିଳିବ, ମାସକୁ କେତେ ଦେବେ, ନ ଦେଲେ ସେବା କରିବ ନାଇଁ ହେଲେ ଆମର ଫାଇଦା କଣ? ଯୋଉଠି ଆମର ଫାଇଦା କଣ, ଆମକୁ କଣ ମିଳିବ? ସବୁଠି ବିଜନେସ କରନ୍ତି ଲୋକମାନେ। ଆଜି ଆମର ସଭା ମାନଙ୍କରେ ସେଇ ବିଜନେସ ଚାଲିଛି କି ନାଇଁ? ଆମେ ମିଟିଂ କୁ ଆସିଲେ, ଆମ ଚର୍ଚ୍ଚ କୁ ଆସିଲେ, କୋଟି କୋଟି ଥିବ ନାଇଁ କି ପାମ୍ପଲେଟ ଯାକ ଦେଖୁଥାଏ ଟ୍ରେନରେ, ବଙ୍ଗାଳୀ ବାବା, ମରାଠୀ ବାବା ମାନଙ୍କର ପାମ୍ପଲେଟ। ପରିବାର ସମସ୍ୟା କି, ଭୂତ ପ୍ରେତର ସମସ୍ୟା କି, ମନ୍ତ୍ରତନ୍ତ୍ର ଗୁଣିର ଗାରିଡିର ସମସ୍ୟା କି, ବ୍ୟବସାୟର ଉନ୍ନତି ଦରକାର କି, ବ୍ୟବସାୟର प्रॉफिट आंसू नहीं की, कौन मनपसंद लड़की से शादी करना है क्या, हमारे बाबा के पास आइए, मंत्र दिया जाएगा, 3 दिन में फल न मिले तो पैसा वापस बोल देखा देगा सीठी। राम सभा मान पाम्पलेट देखो, सुस्थ रोग की, भूत छड़ाइबाटा की, आर्थिक उन्नति दरकार की, चाकरी गोटे दरकार की, आमर सभा को प्रभु कर देबे। एटा कि सुसमाचार काई देखा बाइबल रे? बाप जो जहन कि प्रभु जीशु ख्रीष्ट कि शिष्य माने सेमती सुसमाचार कहला परी कष्ट रे अछ कि, ऋण समस्या रे अछ कि, भूत धरिछि कि, रोग रे अछ कि, परिवार रे अशांति कि, आमर सभा को लिखाइ गेली परिवर्तन करो कारण स्वर्ग राज्य सन्निकट। एटा थिला सुसमाचार। हालेलुया हालेलुया। लोक मान को ठोकी कि पाओ नहीं आज्ञा, आत्मा लाभ करिबार नहीं।
ପ୍ରଭୁଙ୍କୁ ପାଇଲେ ଆଉ ତମର କିଛି କଷ୍ଟ ନଥିବ। ସତ କି ଭାଇମାନେ ଆସୁଛନ୍ତି ଛତିଶଗଡ଼ରୁ, ଜେଲରେ ଥିଲେ ସେମାନେ ସେବା କରିକି। ଆଉ ଭଉଣୀ ମୋ ପ୍ରେୟର ରିକ୍ୱେଷ୍ଟ ଦେଇଥିଲା, ଆଜ୍ଞା ଆମେ କଷ୍ଟକୁ ଡରୁନାହୁଁ, ଆମେ ତାଡ଼ନାକୁ ଦେଖି ଡରୁନାହୁଁ, ବସ୍ ଆମେ ବିଶ୍ୱାସରେ ଦୁର୍ବଳ ନ ହଉ ଏତିକି ପ୍ରାର୍ଥନା କରନ୍ତୁ। ପ୍ରାର୍ଥନା ରିକ୍ୱେଷ୍ଟ କରିଲେ ମୋର ସ୍ୱାମୀ ବାହାରୁ ଏଠି ବି ପ୍ରାର୍ଥନା କଲେନି, ଆମେ ଦୁର୍ବଳ ନ ହେଇଯାଉ, ଆମେ ଖସି ନ ଯିବୁ, ଏଠି ପ୍ରାର୍ଥନା କରୁଛୁ ବୋଲେ ରାକ୍ଷୀର ପାଣି ବାହାରିବ। କି ବିଶ୍ୱାସ ଏଟା ନାଇଁ କି କଷ୍ଟ। ଧାର୍ମିକତାର ଜୀବନ ଯାପନ ଯଦି କରିବ ନିଶ୍ଚିତ ଭାବେ ଶୈତାନ ତାଡ଼ନା ଦେବ ହିଁ ଦେବ। ଆଜ୍ଞା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଜଗତରେ ବିନା ତାଡ଼ନାରେ ଥିଲେ କି କେତେ ତାଙ୍କୁ ଟେନସନ କରିଦେଇଥିଲେ। ପ୍ରଭୁ ସେଇ କଥା କହିଲେ, ଏଇ ଜଗତ ମତେ ଛାଡ଼ିଲା ନାହିଁ, ପିଟି ପିଟି ଥିଲା ଆଉ ତମକୁ କଣ ବଞ୍ଚିବାକୁ ଦେବେ କି? ଆମେ ଯେପରି ଜଗତର ନହୁ ତୁମେ ମାନେ ମଧ୍ୟ ଏଇ ଜଗତର ନୁହ, ତେଣୁ କରି ଜଗତ ତମକୁ ଘୃଣା କରି ବୋଲି ବାଇବେଲ କହେ। ହାଲେଲୁୟା ହାଲେଲୁୟା। ତାଡ଼ନା ବି ଥିବ, ରୋଗ ବି ସମସ୍ୟା ବି ଥାଇପାରେ, କିନ୍ତୁ ଏଇ ସବୁ ଭିତରେ ପ୍ରଭୁ ଆମ ସହବର୍ତ୍ତୀ ଥିବେ। ପ୍ରଭୁଙ୍କୁ ବିନଷ୍ଟ ହେବାକୁ ଦେବେନି, ହତାଶ ହେବାକୁ ଦେବେନି, ହାରି ଯିବାକୁ ଦେବେନି, ଆମକୁ ଠିଆ କରିବେ, ସବଳ କରିବେ। ହାଲେଲୁୟା। ଏଇଟା ଆମର ଭରସା। ନା ଆଉ ଠକିକି ମିଛ କହିକି ସୁସମାଚାର କହନ୍ତୁନି ଆଜ୍ଞା ଦୟା କରି। ପ୍ରଭୁଙ୍କୁ ପାଇଦେଲେ ଚାକିରି ମିଳିଯିବ, ତ ଚାକିରି ନ ପାଇବା ଲୋକ ପ୍ରଭୁକୁ ଛାଡ଼ିଦେବୁ କି? ପ୍ରଭୁକୁ ପାଇଦେଲେ ପିଲା ଛୁଆ ହେଇଯିବେ, ନହେଲେ ପ୍ରଭୁକୁ ଛାଡ଼ିଦେବୁ କି? ଆଉ ତମ ପାଇଁ ସେ ପ୍ରଭୁ ନୁହନ୍ତି କି? ଆଜ୍ଞା କହୁନାହାନ୍ତି। ଆମେ କହୁ ପ୍ରଭୁଙ୍କୁ ପାଇଗଲେ ଛୁଆ ପିଲା ହେଇଯିବେ, ଦୀର୍ଘ 12 ବର୍ଷ ହେଲା ବାଇକି ସଇଲା, ପ୍ରଭୁଙ୍କୁ ଆମେ ପ୍ରାର୍ଥନା କରୁ। ଏଇଠି ପ୍ରଭୁ ଦିଅନ୍ତୁ, ଦେବେ। ପ୍ରେଜ୍ ଦ ଲର୍ଡ। ଆମର ବିଶ୍ୱାସ କେମିତି ଥିବା, ନ ଦେଲେ ବି ସେ ଆମର ପ୍ରଭୁ ହିଁ ହେବେ, ଆମେ ତାଙ୍କୁ ଛାଡ଼ିବାନି। ହାଲେଲୁୟା। ଶଦ୍ରକ ମେଷକ ଅବେଦନେଗୋ କଣ କହିଲେ? ଆମର ସଦା ପ୍ରଭୁ ପରମେଶ୍ୱର ଆମକୁ ରକ୍ଷା କରିବାକୁ ସମର୍ଥ, ଯଦ୍ୟପି ସେ ଆମକୁ ରକ୍ଷା ନ କରନ୍ତି ତେବେ ବି ସେ ଆମର ପରମେଶ୍ୱର ହେବେ। ତମର ପ୍ରତିମାକୁ ବି ମୁଣ୍ଡିଆ ମାରିବ ନାହିଁ, ଡେଇ ପଡ ବୋଲେ ଡେଇ ପଡିବ ନିଆଁରେ। ହାଲେଲୁୟା। ଏଇ ଗୋଟେ ନିଷ୍ପତ୍ତି ଥାଉ ନା, ଛାଡ଼ିଦେବୁ କି ପ୍ରଭୁଙ୍କୁ? ଛାଡ଼ିଦେତେ ଦଙ୍ଗା ହେଲା, କେତେ ଲୋକ ମରିଲେ କି ନାହିଁ। ଆମେ ଆଡେ ପେଟ ବଥା ପ୍ରାର୍ଥନା କରି ପକାଉଛୁ, ଲୋକମାନେ ମାରିବାକୁ ଆସିଲେ ବି ସେମାନେ ପ୍ରଭୁଙ୍କୁ ଅସ୍ୱୀକାର କଲେ ନାହିଁ। କାହାର ବଡ ବିଶ୍ୱାସ କହୁନାହାନ୍ତି? ନାଇଜେରିଆରେ 1.5 ଲକ୍ଷ ଖ୍ରୀଷ୍ଟିଆନ ମାନଙ୍କୁ ମାରି ଦେଇଛନ୍ତି, ସେମାନେ ପ୍ରଭୁଙ୍କୁ ଛାଡ଼ିଲେ ନାହିଁ। ହାଲେଲୁୟା। ଆଲ୍ଲାହୁ ଆକବାର କହ, ନହେଲେ ମାରିଦେବୁ ବୋଲ କହିଲେ ନାହିଁ, ମରି ତ ଗଲେ। ଆଉ ବିଶ୍ୱାସକୁ ଧରି ରଖ ଆଜ୍ଞା, ମରଣ ପର୍ଯ୍ୟନ୍ତ ବିଶ୍ୱାସ ଥାଉ ବୋଲି ପ୍ରଭୁ କହିଲେ। କାର୍ଯ୍ୟ ହେଉ କି ନ ହେଉ ଆମେ ପ୍ରାର୍ଥନା କରିବା, ନିଶ୍ଚୟ ପ୍ରଭୁଙ୍କୁ ସୁସ୍ଥ କରି ଜାଣିବେ, ନିଶ୍ଚୟ ଆଶୀର୍ବାଦ କରି ଜାଣିବେ, ନିଶ୍ଚୟ ଆମର ଋଣ ସବୁ ସୁଝିଯିବ, ନିଶ୍ଚୟ ଆମର ଅଭାବ ପୂର୍ଣ୍ଣ ବି କରିବେ। ଯଦ୍ୟପି ନ କଲେ ମଧ୍ୟ କହିବାର କି ପ୍ରଭୁ आपको नहीं छोड़ेंगे। हालेलुया। तुमको छाड़िब नहीं, शिक्षा छाड़िब नहीं, विश्वास छाड़िब नहीं, पवित्रता छाड़िब नहीं, बंचिबु तुमर पाए, मरिबु तुमर पाए बोली निष्पत्ति ने बनाओ। एपरी लोक माने धार्मिक गणित हेबे। हालेलुया। अधार्मिक माने आगामी विपद न देखुनु निया जीवे स्वर्ग राज्य। समस्त चक्षु बंद करिबा, प्रार्थना करिबा। हालेलुया। प्रेज द लॉर्ड, प्रेज द लॉर्ड। प्रभु यीशु ख्रीष्ट ठारे विश्वास कले कि नहीं देखंतु जलरे बाप्तिजित होइछंती कि नहीं देखंतु प्रिय माने, पवित्र आत्मा रे पूर्ण होइछंती कि नहीं देखो प्रिय माने। प्रेज द लॉर्ड, प्रेज। समस्त मुख बोली प्रार्थना करो।